ଜୟ ଜଗନ୍ନାଥ ସମସ୍ତଙ୍କୁ ଶୁଭ ସକାଳ। ତ ପ୍ରିଭିୟସ୍ କ୍ଲାସରେ ଆମେ ପଢିଥିଲେ କି କଣ ପଢିଥିଲେ ନା ଫ୍ୟାକ୍ଟର ଉପରେ ପଢିଥିଲେ। ଫ୍ୟାକ୍ଟର କିଭଳି ଗୋଟେ ନମ୍ବର କେତେଟା ଫ୍ୟାକ୍ଟର ଅଛି କେମିତି କାଢିପାରିବା, ଆଉ ଫ୍ୟାକ୍ଟର ମାନଙ୍କ ସମ୍ କେମିତି କାଢିପାରିବା, ଆଉ କଣ ପଢିଥିଲେ ନା ଯୋଉ ଫ୍ୟାକ୍ଟର ମାନଙ୍କ ରେସିପ୍ରୋକାଲ ମାନଙ୍କ ସମ୍ କେମିତି କାଢିପାରିବା, ଏସବୁ ପ୍ରିଭିୟସ୍ କ୍ଲାସରେ ଦେଖିଥିଲେ। ତ ଯୋଉ ଭାଇ ମାନେ ଆମର ପ୍ରିଭିୟସ୍ କ୍ଲାସ ଦେଖି ନାହାନ୍ତି ତ ସେମାନଙ୍କୁ ଅନୁରୋଧ କି ପ୍ରିଭିୟସ୍ କ୍ଲାସରେ ଯୋଉ ଭିଡିଓଟି ହେଇଛି ତାକୁ ଦେଖି ନେବେ। ଆଉ ଆଜି ଆମେ ଗୋଟେ ନୂଆ କନସେପ୍ଟ ଉପରେ ପଢିବା। ଆଜି ପଢିବା ଆମେ ୟୁନିଟ ଡିଜିଟ ବିଷୟରେ ପଢିବା। ତ ଯୋଉମାନେ ଦେଖି ନାହାନ୍ତି ସେ କ୍ଲାସ ଦେଖି ନେବେ। ଆଉ ଆମେ ରିମାଇଣ୍ଡର ସରି କଣ ପଢିଥିଲା ଆଉ ତାପରେ ଡିଭିଜିବିଲିଟି ରୁଲ ପଢିଥିଲେ। ତ ଭାଇ ମାନେ ଆପଣଙ୍କର ବର୍ତ୍ତମାନ କନସେପ୍ଟ କ୍ଲାସ ଚାଲୁଛି। ଯେତେବେଳେ ଆଜି ଯଦି ଆପଣଙ୍କର ୟୁନିଟ ଡିଜିଟ ଆଉ କଣ ନା ୟୁନିଟ ଡିଜିଟ ଆଉ ରିମାଇଣ୍ଡର ଥିଓରମ ସରି ଯାଉଛି, ତାହେଲେ ଆମେ କାଲିଠୁ ସବୁ କ୍ୱେଶ୍ଚିନ ଡିସ୍କସନ କରିବା। ମୁଁ ଭାବୁଛି କି କ୍ୱେଶ୍ଚିନ ଗୁଡିକ ଯଦି ଆମେ ଲାଇଭ କ୍ଲାସରେ ଡିସ୍କସନ କରିବା ତାହେଲେ ଭଲ ଉପାଦାନ ହବ। ତ ଯଦି ବି ଲାଇଭ କ୍ଲାସ ହୁଏ ସେଇ 7ଟା ବେଳେ ବି ହବ। ଠିକ ଅଛି। ତ ଆମେ ପଢିଥିଲେ କଣ ନା ଫ୍ୟାକ୍ଟର ବିଷୟ ପଢିଥିଲେ, ଆଉ କଣ ନା ଡିଭିଜିବିଲିଟି ରୁଲ ପଢିଥିଲେ। ତ ଡିଭିଜିବିଲିଟି ରୁଲ ମୁଁ ଆପଣଙ୍କୁ କହିଥିଲି ଯେକୌଣସି ଗୋଟେ ନମ୍ବର ହଉ ତାର ଡିଭିଜିବିଲିଟି ରୁଲ ଆପଣ କେମିତି କାଢିପାରିବେ ବେସିକରେ ସବୁ କହିଥିଲି। ତ ଏଇ ଗୋଟେ କ୍ୱେଶ୍ଚିନ ହେଲା ଆପଣଙ୍କର କେତେ 5656 ଏଇ ନମ୍ବରଟା ଯଦି ମୁଁ ଆପଣଙ୍କୁ କହିବି ଯେ 72 ଦ୍ୱାରା ଡିଭିଜିବୁଲ, କାହା ଦ୍ୱାରା ଡିଭିଜିବୁଲ 72 ଦ୍ୱାରା ଡିଭିଜିବୁଲ, ତାହେଲେ ମତେ କୁହନ୍ତୁ x ଜାଗାରେ ମୋର କେତେ ହବ? ହବ x ଜାଗାରେ ମତେ କେତେ ହବ? ଭାଇ ମାନେ କ୍ୱେଶ୍ଚିନରେ ଦେଖନ୍ତୁ ଗୋଟେ କ୍ୱେଶ୍ଚିନ ଅଛି ଯେ 5656x52 ଯଦି 72 ଦ୍ୱାରା ଡିଭିଜିବୁଲ ହୁଏ ମାନେ ବିଭାଜ୍ୟ ହୁଏ, ତାହେଲେ ମତେ କୁହନ୍ତୁ x ଜାଗାରେ କେତେ ହବ? ଏଇଭଳି କ୍ୱେଶ୍ଚିନ ଆମେ ତାକୁ ଏଇଭଳି ବହୁତ ଗୁଡିଏ କ୍ୱେଶ୍ଚିନ ମଧ୍ୟ ଡିସ୍କସନ କରିବା। କିନ୍ତୁ ମୁଁ ଆପଣଙ୍କୁ ବର୍ତ୍ତମାନ କହିଦଉଛି ଏଇଭଳି କ୍ୱେଶ୍ଚିନ ଆସି କଣ କରିବେ। ଦେଖନ୍ତୁ ମୁଁ ଆପଣଙ୍କୁ ଗୋଟେ କଥା କହିଥିଲି, ଯେକୌଣସି ଗୋଟେ ନମ୍ବର ହଉ ଯଦି ଏମିତି ଗୋଟେ ବଡ ନମ୍ବରଟେ ହବ ତା ଡିଭିଜିବିଲିଟି ରୁଲ ଆପଣ କେମିତି ଜାଣିବେ ନା ତାକୁ ଏମିତି ଦିଟା ନମ୍ବରରେ ଭାଙ୍ଗିବେ ଯୋଉ ଦିଟା ନମ୍ବର ଗୁଣିଲେ ହଉଥିବ 72, ଆଉ ଯୋଉ ଦିଟା ନମ୍ବର ପରସ୍ପର କଣ ହେଇଯିବେ ନା କୋ ପ୍ରାଇମ ହେଇଯିବେ। ଦେଖନ୍ତୁ ଯେମିତିଆ 72 ଦିଟା ହୁଏ ତାହେଲେ ଗୋଟେ ନମ୍ବର ଅଛି କି 8 ଆଉ 9, 8 9 ଯଦି ମୁଁ ଗୁଣିବି ମୋର ହବ କେତେ ନା 72 ହବ। ଆଉ 8 ଆଉ 9 ହଉଛନ୍ତି ଦିଟା କଣ କୋ ପ୍ରାଇମ ଆଉ ରିଲେଟିଭ ପ୍ରାଇମ ପରସ୍ପର ପ୍ରତି। ତାହେଲେ ମୁଁ ଦେଖିବି ଯଦି ଏଇ ନମ୍ବରଟା 72 ଦ୍ୱାରା ଡିଭିଜିବୁଲ ହବ ତାହେଲେ ନମ୍ବରଟା କମ୍ପଲସରି କାହା ଦ୍ୱାରା ଡିଭିଜିବୁଲ ହବା ଦରକାର? ଡିଭିଜିବୁଲ ହବା ଦରକାର, 9 ଦ୍ୱାରା ମଧ୍ୟ ଡିଭିଜିବୁଲ ହବା ଦରକାର। ବୁଝାଉଛି। ଯଦି ମୁଁ ଏଇ ନମ୍ବରଟା 8 ଦ୍ୱାରା ପ୍ରଥମେ ଦେଖିବି 8 ଦ୍ୱାରା, ତାହେଲେ 8 ଦ୍ୱାରା ଡିଭିଜିବୁଲ ରୁଲ ଆପଣ କଣ କହିଥିଲେ ନା ଯୋଉ ଲାଷ୍ଟ ତିନିଟା ଡିଜିଟ ଅଛି ତାହା କଣ ହେଇଥିବା ଦରକାର 8 ଦ୍ୱାରା ବିଭାଜ୍ୟ ହେଇଥିବା ଦରକାର। ତାହେଲେ x52 ଏଇଟା କଣ ନା 8 ଦ୍ୱାରା ବିଭାଜ୍ୟ କଲେ ଭାଗଶେଷ ମୋର 0 ରହିଥିବା ଦରକାର। ତାହେଲେ ମୁଁ x ଜାଗାରେ କେତେ ନେବି, x ଜାଗାରେ କେତେ ନେବି ଯେମିତି ମୋର କଣ ହବ ନା ଏଇଟା 8 ଦ୍ୱାରା ବିଭାଜ୍ୟ ହେଇପାରିବ। ଦେଖନ୍ତୁ ଭାଇ ମାନେ ମୁଁ ଯଦି x ଜାଗାରେ 1 ନେବି ତାହେଲେ 152 ହେଇଗଲା। 152 ହେଲେ ଦେଖନ୍ତୁ 152 କୁ 8 ରେ ହରିଲେ କେତେ ହଉଛି ନା 152 କୁ ଯଦି ମୁଁ 8 ରେ ହରିବି ତାହେଲେ କେତେ 152 କୁ ଯଦି ମୁଁ 8 ରେ ହରିବି 8 କେ 8 ବଳି ପଡିଲା 7 72, 8 ନୂଆ 72 କେତେ 0। ତାର ତ 152 ଟା ଯଦି x ଜାଗାରେ କେତେ x ର ଗୋଟେ ମୂଲ୍ୟ 1 ଠିକ ଅଛି। ଯଦି ମୁଁ 2 ନେବି ଏଠି ଯଦି ମୁଁ 2 ନେବି ତାହେଲେ କେତେ ହବ 8 3 କି 24, 8 3 କି 24 ହେଲେ ବଳି ପଡିଆ 1 ତାହେଲେ ଏଠି ଭାଗଶେଷ 0 ହବନି, ତାହେଲେ 102 ହବନି। ଯଦି ମୁଁ 3 ନେବି 3 ନେଲେ ମୋର କେତେ ହବ ଦେଖିଲେ ଭାଇ ମାନେ 3 ନେଲେ ମୋର କେତେ ହବ ନା 3 ହେଲେ କେତେ 352 ହବ, 8 ଚଉକୁ 32, 8 ଚଉକୁ 32 103 ମଧ୍ୟ ହେଇପାରେ। କେତେ ହେଇପାରେ 3 ମଧ୍ୟ ହୋଇପାରେ। ବୁଝିଯାଉଛି। ଦେଖନ୍ତୁ ଯଦି ମୁଁ 3 ନଉଛି 3 ମଧ୍ୟ ହେଲେ ମଧ୍ୟ ହବ। ଲାଷ୍ଟ 3 ଡିଜିଟ ମୁଁ ଦେଖିବି ଆଉ x ଜାଗାରେ 3 ନେଲେ ତାହେଲେ କେତେ ହବ 352। 352 କୁ ଯଦି ମୁଁ 8 ରେ ହରିବି 8 ଚଉକୁ 32, 3 ବଳି ପଇଲା ତାହେଲେ 2, 8 ଚଉକୁ 32 ହେଇପାରେ। ଆଉ ସେ କେତେ 0, ତାହେଲେ 3 ମଧ୍ୟ ହେଇପାରେ। ଯଦି 4 ରେ 45, 8 5 40 ତାପରେ 52 ଡିଭିଜିବୁଲ ହବନି। 5 ନେଲେ କେତେ ହବ ନା 5 ନେଲେ ମୋର ହବ କେତେ ନା 8 8 8 48, 48 7 ଦେଖିଲେ ଭାଇ ମାନେ ଯଦି ମୁଁ 5 ନେବି ଏଠି ଯଦି କେତେ ନେବି ନା 5 ନେବି ଦେଖନ୍ତୁ ଯଦି ମୁଁ 5 ନଉଛି କେତେ ହବ 552 କେତେ 552 ଆକୁ ହରିବି 8 ରେ 8 କୁ କେତେ 48 ବଳି ପଡିଲା 7 72, 8 ନା କେତେ ନା 72 ଭାଗଶେଷ କେତେ ନା 0। ତାହେଲେ ୟା ଅର୍ଥ 5 ମଧ୍ୟ ଗୋଟେ ଭାଲ୍ୟୁ ହେଇପାରିବ। ବୁଝିଯାଉଛି 5 ମଧ୍ୟ ଭାଲ୍ୟୁ ହେଇପାରିବ। 6 ନେଲେ ଦେଖିଲେ 8 8 64 1 ବଳି ପଡୁଛି। ଯଦି ମୁଁ 7 ନେବି ତାହେଲେ କେତେ ହଉଛି ନା 7 ନେଲେ ତାହେଲେ କେତେ
8 ନୂଆ 72 3 7 ନହେଲେ ମଧ୍ୟ ଭାଇ ମାନେ ହଉଛି। ଦେଖନ୍ତୁ ଯଦି ମୁଁ 7 ନେବି ତାହେଲେ କେତେ ହବ 752 752 ମୁଁ କେତେ ରହିବି 8 ରହିବି 8 ନୂଆ 72 3 32 ହେଲେ 8 ଚଉକୁ କେତେ 32 ଲାଷ୍ଟ କେତେ 0 ବାହାରୁଛି ଏହା ଆଉ ଗୋଟେ ଭ୍ୟାଲୁ ମତେ କେତେ 7 ହେଇପାରିବ। ଯଦି ମୁଁ 8 ନେଇ ଦେଖିଲେ ଭାଇ ମାନେ 8 ରେ କଣ ହଉଛି କି 8 ନେଲେ କେତେ 8 5 8 ହେଲେ କେତେ ହଉଛି 8 10 80 ତାହେଲେ 8 ରେ ହଉନି। ଯଦି 9 ନେବି 9 ନେବି ଯଦି ଏଠି ଦେଖିଲେ ଭାଇ ମାନେ ହଉଛି ନା କଣ 8 କେ 8 ବଳି ପଡିଲା 15 7 9 ନେଲେ ମଧ୍ୟ ହଉଛି। ଦେଖନ୍ତୁ ଭାଇ ମାନେ ଯଦି ମୁଁ ଏଠି 9 ନଉଛି 9 ମଧ୍ୟ ହଉଛି କେତେ ହେଇଯିବ ମୋର 952 952 କେତେ ଧରିବି 8 ରେ ଧରିବି 8 के 8 बड़ी बोला 1 5 8 के 8 बड़ी बोला 7 8 ନୂଆ 72 ତାହେଲେ 9 ନେଲେ ମଧ୍ୟ ହଉଛି ତାହେଲେ କେତେ ମୋର ଆଉ ଯିବ 9 ବୁଝି ହଉଛି କେତେ 9 ହେଇପାରିବ। ଯଦି ଗୋଟେ ଶୂନ ନେଲି ଶୂନ ନେଲେ ହବନି 52 ଡିଭିଜିବଲ ହବନି ତାହେଲେ କିଏ ହେଇପାରିବ x ର ଭ୍ୟାଲୁ କିଏ ହେଇପାରିବ 1 3 5 7 9 ତାହେଲେ x ର ଭ୍ୟାଲୁ ଯଦି 1 ହେଇପାରିବ ତାହେଲେ ହବ 3 ହେଇପାରିଲେ ହବ 5 ହେଇପାରିଲେ ହବ 7 ହେଇପାରିଲେ ହବ 9 ମଧ୍ୟ ହେଇପାରିଲେ ହବ। କିନ୍ତୁ ମୁଁ କଣ କହୁଛି ସେ 8 ଦ୍ୱାରା ତ ଏଇ ମାନ ଦ୍ୱାରା ବିଭାଜ୍ୟ ହବ କିନ୍ତୁ 9 ଦ୍ୱାରା ମଧ୍ୟ ହେବ 9 ଦ୍ୱାରା ହେଲେ ଯାଇକି ସେ 72 ହବ ନା ଆଉ ତ 9 ର ବିଭାଜ୍ୟତା ନିୟମ କଣ କହୁଛି ଅଙ୍କ ମାନଙ୍କ ସମଷ୍ଟି ଯଦି ମିଶିକି 9 ଦ୍ୱାରା ବିଭାଜ୍ୟ ହୁଏ ତାହେଲେ ସେ ସଂଖ୍ୟାଟି 9 ଦ୍ୱାରା ବିଭାଜ୍ୟ ତାହେଲେ ମିଶେଇବା 5 6 11 11 5 କେତେ 11 5 16 16 6 କେତେ 22 22 5 27 27 2 29 29 ହଉଛି 29 ର ପରବର୍ତ୍ତୀ ନମ୍ବର କିଏ ଯେ 9 ଦ୍ୱାରା ବିଭାଜ୍ୟ ଆପଣ ମାନେ କହିପାରିବେ 36 କେତେ ହେଇପାରିବ 36 7 ବୁଝିପାରିଲେ ତାହେଲେ x r କେତେ ହେଇପାରିବ ନା 7 ହେଇପାରିବ ବୁଝିପାରିଲେ। ଦେଖନ୍ତୁ ଏଇ ଅଙ୍କ ମାନଙ୍କ ସମଷ୍ଟି ହଉଛି 29 କିନ୍ତୁ 29 ତ ହେଲେ ଆମର 29 ହେଲେ ତାହେଲେ x r କେତେ ହେଇଯିବ ଯଦି x ଆଗରେ 7 ରହିବ ତାହେଲେ ଏଇ ପୁରା ସଂଖ୍ୟାଟା କଣ ହବ ନା 9 ଦ୍ୱାରା ବିଭାଜ୍ୟ ହବ ତାହେଲେ 1 ହବନି 3 ହବନି 5 ହବନି 9 ହବନି କି ହବ ନା 7 ହବ ଯଦି x ଆଗରେ 7 ହେଲା ତାହେଲେ এই সংখ্যাটা কଣ 9 দ্বারা বিভাজ্য 8 দ্বারা বিভাজ্য তো 7 রହୁଛି 9 দ্বারা বিভাজ্য হଉଛି তাহলে সংখ্যাটি কଣ হବ 62 দ্বারা বিভাজ্য হବ তাহলে মতে କହିଲ ଭାଇ ମାନେ x ର ମୂଲ୍ୟ କେତେ ହବ x ର ମୂଲ୍ୟ ହବ 7 ବୁଝି ହଉଛି x ର ମୂଲ୍ୟ କେତେ ହବ ନା 7 ତ ଏଇଭଳି ବହୁତ ଗୁଡିଏ କ୍ୱେଶ୍ଚିନ୍ ଆମେ ଡିସ୍କସନ କରିବା ତାକୁ ମୁଁ ଭାବୁଛି କି ସେ କ୍ୱେଶ୍ଚିନ୍ ଗୁଡିକ ଆପଣଙ୍କର ଲାଇଭ କ୍ଲାସରେ ଡିସ୍କସନ କଲେ ଭଲ ହବ କାରଣ ମୁଁ କ୍ୱେଶ୍ଚିନ୍ ଦଉଥିବି ଆପଣ ମାନେ କରୁଥିବେ ତ ଭଲ ହବ ଲାଇଭ କ୍ଲାସ ଡିସ୍କସନ କଲେ। ଆଜି ପଢିବା ଆମେ यूनिट डिजिट है कौन पढ़िया आज हमें यूनिट डिजिट सॉरी ता पूर्व आउ जिनिस पढ़िया आउ फेस वैल्यू और प्लेस वैल्यू फेस वैल्यू एंड कौन प्लेस वैल्यू बुझिले फेस वैल्यू और प्लेस वैल्यू कौन देखो देखो मु गोटे या पूर्व कहानी कहूँ तुम गाँव रे जड़े अच्छी मैं तार ना हूँ दीपक महांती है कौन सी ना दीपक महांती आप कौन कर এটা ଭଲ ଭଲ ଦେଖି ବହୁତ ପିଲା ଥରେ ମାନେ ବହୁତ ପିଲା କଣ ହନ୍ତି ନା କନଫ୍ୟୁଜନ ହେଇଯାନ୍ତି ଫେସ୍ ଭ୍ୟାଲୁ ପ୍ଲେସ୍ ଭ୍ୟାଲୁ ଭିତରେ ହେଲା ତ କ୍ୱେଶ୍ଚିନ୍ କେମିତି ଦେଇଥିବ ମନେ ଦେଇଥିବ କ୍ୱେଶ୍ଚିନ୍ ହେଇଥିଲା 580 321 ସେ ଦେଇଥିବ 5 ର ଫେସ୍ ଭ୍ୟାଲୁ ପ୍ଲେସ୍ ଭ୍ୟାଲୁ ଭିତରେ ଡିଫରେନ୍ସ କେତେ କହିଲି ତ what is the difference between place value and face value value of 5 ପଚାରିଥିବ ଏମିତି ଦେଇଥିବ ଗୋଟେ ନମ୍ବରଟା ଦେଇଥିବ ସେ ଗୋଟେ ପ୍ଲେସ୍ ଭ୍ୟାଲୁ ଆଉ ଫେସ୍ ଭ୍ୟାଲୁ ଭିତରେ ଡିଫରେନ୍ସ କେତେ ବୁଝିପାରିଲେ ଫେସ୍ ଭ୍ୟାଲୁ ଏମିତି ଦେଇଥିବ 5 ର ପ୍ଲେସ୍ ଭ୍ୟାଲୁ 8 ର ଫେସ୍ ଭ୍ୟାଲୁ ଭିତରେ ଡିଫରେନ୍ସ କେତେ ଏମିତି କିଛି ବି ଦେଇପାରେ କ୍ୱେଶ୍ଚିନ୍ ତ ଆପଣ ମାନେ ପ୍ରଥମେ ଜାଣିବାକୁ ପଡିବ କଣ ନା ଫେସ୍ ଭ୍ୟାଲୁ ଆଉ ପ୍ଲେସ୍ ଭ୍ୟାଲୁ କଣ ତ ଦେଖो ଦୀପକ ମୋର ଦୀପକ ସାହୁ ଗୋଟେ ଜଣ ଅଛି ହେଲା ଦୀପକ ସାହୁ ତ ଆପଣ ତାକୁ ସବୁବେଳେ ଦୀପୁ ଦୀପୁ ବୋଲି ଡାକନ୍ତି କଣ ଦୀପୁ ଦୀପୁ ବୋଲି ଡାକନ୍ତି ଗାଁରେ କାଲି କାଲି ତାର ଜବ୍ ହେଇଗଲା ଜବ୍ ପାଇକି ସେ ମନେକର ଏସ୍ଆଇ ହେଇଗଲା ତ ଆପଣ ତ ଗାଁରେ ତ ଦୀପୁଟି ଲାଗୁଥିଲେ ଯେତେବେଳେ ତାକୁ ଦେଖିଲେ କି ସେ ଗୋଟେ ଏସ୍ଆଇ ହେଇକି ଅନ୍ ଡ୍ୟୁଟିରେ ଅଛି ତାକୁ ଆପଣ ଗୋଟେ ଦୀପୁ ଡାକିବେ ତାକୁ କଣ ଡାକିବେ ନା ତାକୁ ଦୀପୁ ବାବୁ କି କଣ ତାକୁ ଡାକିବେ ଭଲସେ ଡାକିବେ ଆଉ କଣ କହିବେ ଦୀପୁ ଟିକେ ଏମିତି କହିପାରିବେ କହିପାରିବେନି ତ କଣ କହିବେ ନା ଦୀପୁ ବାବୁ କି
ଭଲ ରେସ୍ପେକ୍ଟ ଦେଇ କହିଲେ ତ କଣ କହିଲେ ଭାଇ ସେଇ ଦୀପକ ଆଜି ଥିଲା ସେଇ ଦୀପକ କାଲି ବି ଅଛି କିନ୍ତୁ କାଲିର କଣ ହେଇଛି ନା ସେ ଏସ୍ଆଇ ହେଇଯାଇଛି କଣ ହେଇଯାଇଛି ନା ଏସ୍ଆଇ ହେଇଯାଇଛି ବୁଝିପାରିଲେ କିନ୍ତୁ ତାର କଣ ସେଇ ନିଜେ ଅଛି କିନ୍ତୁ ସେ କଣ ତା ପ୍ଲେସ୍ ଚେଞ୍ଜ ହେଇଯାଇଛି ତା ପ୍ଲେସ୍ କଣ ହେଇଛି ବର୍ତ୍ତମାନ ସେ ଗୋଟେ ଏସ୍ଆଇ ହେଇଯାଇଛି ତ ସେଇଭଳି ଆମେ କହିଲି ଗୋଟେ ନମ୍ବରର ଫେସ୍ ସବୁବେଳେ ସେଇ ଫେସ୍ ଅଛି ଦୀପକର କାଲି ଯୋଉ ଫେସ୍ ଥିଲା ଆଜି ମଧ୍ୟ ସେଇ ଫେସ୍ ଅଛି କିନ୍ତୁ ଗୋଟେ କଣ ହେଇଛି ତାର ନା ପ୍ଲେସ୍ ହେଇଯାଇଛି କଣ ଏସ୍ଆଇ ହେଇଯାଇଛି ତ ଫେସ୍ କହିଲେ କଣ ଫେସ୍ ଭ୍ୟାଲୁ ସବୁବେଳେ ସମାନ ଥାଏ ବୁଝିପାରିଲେ ଫେସ୍ ଭ୍ୟାଲୁ ସବୁବେଳେ ସମାନ ଥାଏ କେବଳ ଚେଞ୍ଜ କଣ ହେଇଛି ନା ପ୍ଲେସ୍ ଚେଞ୍ଜ ହେଇଛି ଦୀପର ପ୍ଲେସ୍ ଚେଞ୍ଜ ହେଇଛି ଏସ୍ଆଇ ହେଇଛି ତ ସେଥିପାଇଁ ମୁଁ ଗୋଟେ କଥା କହିଲି ଯେ ଯେକୌଣସି ନମ୍ବର ହଉ ତାର ଫେସ୍ ଭ୍ୟାଲୁ ସବୁବେଳେ କଣ ରହିବ ନା ସେମ୍ ରହିବ ବୁଝିପାରିଲେ ଯେତେ ବି ଡିଜିଟ୍ ନବା ତାର ଫେସ୍ ଭ୍ୟାଲୁ ସେମ୍ ରହିବ କେବଳ ଚେଞ୍ଜ କଣ ହବ ନା ପ୍ଲେସ୍ ଭ୍ୟାଲୁ ଚେଞ୍ଜ ହବ ଦେଖନ୍ତୁ ଯେମିତି ଦେଖନ୍ତୁ ଦୀପୁ ଯେତେବେଳେ ଥିଲା ଗାଁ ତ ଦୀପୁ ଦୀପୁ ଡାକୁଥିଲେ ତାର ସେଇ ଫେସ୍ ଥିଲା କିନ୍ତୁ ଯେତେବେଳେ ଏସ୍ଆଇ ତାକୁ ଦୀପୁ ବୁଡେଇଥିଲେ କଣ ବାବୁ ଗୋଟେ ଆଡ୍ କଲେ ତେଣୁ ସେଇଭଳିଆ ହେବେ ଯଦି ମୁଁ ଏକରେ କହିବି ଫେସ୍ ଭ୍ୟାଲୁ ତାହେଲେ କେତେ ସେଇ ଫେସ୍ ଭ୍ୟାଲୁ ମାନେ ସେ ନିଜେ କେତେ ଏକ ଯଦି ଦୁଇର ଫେସ୍ ଭ୍ୟାଲୁ କହିବି କେତେ ଦୁଇ ତିନିର ଯଦି ଫେସ୍ ଭ୍ୟାଲୁ କହିବି ତିନି ଆଠର ଯଦି ଫେସ୍ ଭ୍ୟାଲୁ କହିବି କେତେ ଆଠ ପାଞ୍ଚ ଯଦି ଫେସ୍ ଭ୍ୟାଲୁ କହିବି କଣ ପାଞ୍ଚ ମାନେ ତା ମୁହଁ ଦେଖିଲେ ତା ଭ୍ୟାଲୁ କେତେ କେତେ ଏଇ ସବୁ ଭ୍ୟାଲୁ କିନ୍ତୁ ପ୍ଲେସ୍ ଭ୍ୟାଲୁ ଯଦି କହିବି ଯେହେତୁ ଏକ ଅଛି ଏକ ସ୍ଥାନରେ ତାର ପ୍ଲେସ୍ ଭ୍ୟାଲୁ କେତେ ନା ଏକ ଦୁଇ ଅଛି କେତେ ଦଶମ ସ୍ଥାନରେ ତାର ଫେସ୍ ଭ୍ୟାଲୁ କେତେ ପ୍ଲେସ୍ ଭ୍ୟାଲୁ କେତେ ନା 20 କୋଉ ପ୍ଲେସ୍ ଅଛି ନା ଯେହେତୁ ଦଶମ ସ୍ଥାନରେ ଅଛି ତାର ତାର କଣ ହବ ନା 2 ରେ 10 ଗୁଣି ହେଇଯିବ କେତେ ହେଇଯିବ ନା 20 ହେଇଯିବ ବୁଝିପାରିଲେ ତାର ପ୍ଲେସ୍ ଭ୍ୟାଲୁ କେତେ କଣ ଯୋଉ ଦଶମ ଜାଗାରେ ଅଛି ତା ପ୍ଲେସ୍ ଟା ହଉଛି 10 10 ଡିଜିଟ୍ ରେ ତ ତାର ଫେସ୍ ଭ୍ୟାଲୁ କଣ ହବ ନା 20 ହେଇଯିବ ସରି ପ୍ଲେସ୍ ଭ୍ୟାଲୁ କେତେ ହେଇଯିବ 20 ହେଇଯିବ ସେଇଭଳି ଆମେ 3 ର ପ୍ଲେସ୍ ଭ୍ୟାଲୁ କେତେ ହବ ନା 300 ହେଇଯିବ 8 ର ପ୍ଲେସ୍ ଭ୍ୟାଲୁ କେତେ ହବ ନା 8 ର ପ୍ଲେସ୍ ଭ୍ୟାଲୁ ହେଇଯିବ କେତେ 8000 ହେଇଯିବ କଣ ହେଇଯିବ 8000 ହେଇଯିବ ଯଦି ମୁଁ କହିବି 5 ର ପ୍ଲେସ୍ ଭ୍ୟାଲୁ କେତେ ହେଇଯିବ ନା 5 ର ପ୍ଲେସ୍ ଭ୍ୟାଲୁ ହେଇଯିବ କେତେ ନା 50000 ହେଇଯିବ 5 ର ପ୍ଲେସ୍ ବୁଝିପାରିଲେ କେତେ ହେଇଯିବ 50000 ତ क्वेश्चन ରେ କହିଦେଲା व्हाट इज द डिफरेंस बिटवीन प्लेस वैल्यू एंड फेस वैल्यू ऑफ 5 ତାହେଲେ ତାର ପ୍ଲେସ୍ ଭ୍ୟାଲୁ ହେଲା ଏତିକି ହେଇଗଲା ଫେସ୍ ଭ୍ୟାଲୁ କେତେ ସେ ନିଜେ 5 ଫେରି ଦେ କେତେ ହେଇଯିବ 499 କେତେ 5 କେତେ 49995 ହେଇଯିବ କି ସମସ୍ତେ ଫେସ୍ ଭ୍ୟାଲୁ କଣ ଆଉ ପ୍ଲେସ୍ ଭ୍ୟାଲୁ କଣ ବୁଝିପାରିଥିବେ ବୁଝିହଉଛି ତ ଇଏ ହେଲା ଆପଣଙ୍କର କଣ ଫେସ୍ ଭ୍ୟାଲୁ ଆଉ ପ୍ଲେସ୍ ଭ୍ୟାଲୁ ର କୋଶ୍ଚିନ୍ ସେଇଭଳି ଭାବେ ଆପଣ ମାନେ କଣ କରିପାରିବେ ନା ଫେସ୍ ଭ୍ୟାଲୁ ଆଉ ପ୍ଲେସ୍ ଭ୍ୟାଲୁ ଯେକୌଣସି କୋଶ୍ଚିନ୍ ଆସିବ ଆପଣ ମାନେ କରିପାରିବେ ତ ମତେ କମେଣ୍ଟ ଗୋଟେ କୋଶ୍ଚିନ୍ ଆନ୍ସର ଦେବେ କି ମୋର ଗୋଟେ ନମ୍ବର କହିଛି 35218 ହେଲା ये ଗୋଟେ କୋଶ୍ଚିନ୍ ଦେଇଛି ପଚାରିଛି डिफरेंस कौन कहाँ का भीतर डिफरेंस 2 ର ପ୍ଲେସ୍ ଭ୍ୟାଲୁ ଆଉ କଣ ନା 2 ର ପ୍ଲେସ୍ ଭ୍ୟାଲୁ ଆଉ 5 ର ପ୍ଲେସ୍ ଭ୍ୟାଲୁ ଭିତରେ 5 ର ଫେସ୍ ଭ୍ୟାଲୁ ଭିତରେ ଡିଫରେନ୍ସ ହେଲା ଏଇଟା ଆପଣଙ୍କୁ ରହିଲା କମେଣ୍ଟରେ ଆପଣ ଆନ୍ସର ଆଉ ଆପଣ ମାନଙ୍କୁ ଅନୁରୋଧ କି ଯୋଉମାନେ ଆମର ଟେଲିଗ୍ରାମ ଗ୍ରୁପରେ ଜଏନ୍ ରହିଛ ଡେସ୍କ୍ରିପସନ ରେ ଲିଙ୍କ ଅଛି ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇଯାନ୍ତୁ ଯଦି ଆପଣ କିଛି ଡାଉଟ୍ ରହିଥାଏ ତାହେଲେ ଆପଣ ମାନେ କଣ କରିବେ ନା ଟେଲିଗ୍ରାମ ଗ୍ରୁପରେ ଆମକୁ ପଚାରି ପାରିବେ डिस्कशन में जाके आपण कौन कर ना पचारि पारे ठीक अछि नेक्स्ट नेक्स्ट कांसेप्ट बुझिबा नेक्स्ट होच कोन ना यूनिट डिजिट विषय पढिबा बुझिबा कोन पढिबा ना यूनिट डिजिट विषय पढिबा यूनिट डिजिट आपण माने एई यूनिट डिजिट ऊपर बहुत गुडी क्वेश्चन देखिथिबे बुझि अछि बहुत गुडी क्वेश्चन देखिथिबे जदि एग्जाम रे आपण के अपियर हेछि त देखिथिबे यूनिट डिजिट ऊपर बहुत गुडी क्वेश्चन अछि तो क्वेश्चन केमति आसे क्वेश्चन एमति आसे 53218 पावर केते 549 अछि तार पचाते यार यूनिट डिजिट केते हो बुझिबे कोन बचत यार यूनिट डिजिट केते माने यार मूल्य जदि हम काढिबा यार मूल्य काढिले कोन हो कहले भाई माने यार मूल्य काढिले आपण मान कहया पडिबो तार जो मूल्यटा बाहारिबो तार यूनिट प्लेस माने एक घरे कोन ठीक अछि समस्त बुझि अछि तो ता पर हम कोन करिया ना कांसेप्ट पढि बुझियो देखନ୍ତୁ କଣ କହିଲି ମୁଁ ଆପଣଙ୍କୁ ନା ଆପଣଙ୍କୁ କହିଲି ଯେ କଣ କହିଲି ନା ଆମ କେତେଟା ଡିଜିଟ୍ ଅଛି କେତେଟା ଡିଜିଟ୍ 1 0 1 2 3 4 5 6 7 8 9 ଏଇ ସଂଖ୍ୟା ଗୁଡ଼ିକ କଣ କରିବ ଏକ ଘରେ ଆସି ପାରିବ ବୁଝିପାରିଲେ ଏଇ ସଂଖ୍ୟା ଗୁଡ଼ିକ କଣ ଏକ ଘରେ ଆସି ପାରିବ ଦେଖନ୍ତୁ ଭାଇ ମାନେ କିଛି ଛୋଟ ଛୋଟ କନସେପ୍ଟ ଆପଣଙ୍କୁ କହିଦଉଛି ଯଦି ମାନେ କିଛି ଗୋଟେ ଏମିତି ଗୋଟେ କ୍ୱେଶ୍ଚନ ଦେଇଥିବ କେମିତି ଦେଇଥିବ 5 2 1
8 ପୂରଣ 5 2 1 8 3 ପୂରଣ କେତେ ନା 5 3 5 5 82 1 ଏମିତି କ୍ୱେଶ୍ଚିନ୍ ଦେଇଛି। ପଚାରିଛି ୟାର ୟୁନିଟ୍ ଡିଜିଟ୍ କେତେ ହବ, ପଚାରିଛି ୟାର ୟୁନିଟ୍ ଡିଜିଟ୍ କେତେ ହବ। ଦେଖନ୍ତୁ ଆପଣ ମାନେ କଣ କରିପାରିବେ, ଦେଖନ୍ତୁ ଗୋଟେ ଭଲ ଜିନିଷ, ଯେତେବେଳେ ଭାଇ 5 ଅଛି, କେତେ ଅଛି ନା 5 ଅଛି, ଦେଖିବେ ଯେକୌଣସି ଗୋଟେ ସଂଖ୍ୟା, ଦେଖନ୍ତୁ ଇଏ ଗୋଟେ ସଂଖ୍ୟା ରହିଲା, ଇଏ ଗୋଟେ ସଂଖ୍ୟା ରହିଲା, ଇଏ ଗୋଟେ ସଂଖ୍ୟା ରହିଲା, ଇଏ ଗୋଟେ ସଂଖ୍ୟା ରହିଲା, ତ ଦେଖିବେ 5 ଯଦି ଗୋଟେ ସଂଖ୍ୟାର ଅଛି, ଦେଖିବେ ଯଦି 5 ଗୋଟେ ସଂଖ୍ୟାର ଏକ ଘରେ ଅଛି, ଆଉ ଯେକୌଣସି ଗୋଟେ ସଂଖ୍ୟାର ଯଦି ଏକ ଘରେ ଗୋଟେ କଣ ଅଛି ନା ଇଭିନ୍ ନମ୍ବର ରହିଯାଉଛି, କଣ ନା ଗୋଟେ ଯୁଗ୍ମ ସଂଖ୍ୟା ରହିଯାଉଛି, ତାହେଲେ ସବୁବେଳେ ୟୁନିଟ୍ ଡିଜିଟ୍ କେତେ ହବ ନା 0 ହବ। ବୁଝିପାରିଲେ? ଏମିତି ଯେତେବେଳେ ଗୁଣନ ଦେଇଥିବ, ସେତେବେଳେ କଣ ଦେଇଥିବ ଭାଇ ମାନେ ପଚାରିଥିବ ୟାର ୟୁନିଟ୍ ଡିଜିଟ୍ କେତେ ହବ, ତାହେଲେ ମନେ ରଖିଥାନ୍ତୁ ଯଦି 5 ରହିଗଲା ଗୋଟେ ସଂଖ୍ୟାରେ, ତାହେଲେ ଯଦି ଅନ୍ୟ କୌଣସି ସଂଖ୍ୟାର ୟୁନିଟ୍ ଡିଜିଟ୍ ଗୋଟେ ଇଭିନ୍ ନମ୍ବର ରହିଗଲା, ତାହେଲେ ସବୁବେଳେ ଆନ୍ସର କଣ ହବ ନା 0 ହବ। ବୁଝିପାରିଲେ? ଯଦି 5 ବଦଳରେ ମନେ 7 ଥାନ୍ତା, କେତେ ଥାନ୍ତା 3 7, ତାହେଲେ ଆପଣ ମାନେ କଣ କରିଥାନ୍ତେ, ଦେଖନ୍ତୁ କଣ କରିବା, ଦେଖନ୍ତୁ ୟୁନିଟ୍ ଆମେ ଏବେ ଗୁଣୁଛେ, ମନେକର 15, ମନେକର କେତେ, ମନେକର 12 କୁ 13 ରେ ଗୁଣିବା, ଦେଖନ୍ତୁ ମୁଁ ଯଦି 12 କୁ 13 ଗୁଣି 12 କେତେ 36, 6 12 କେ 12 12 3 କେତେ 15 156, ତ ଭାଇ ମାନେ ଦେଖନ୍ତୁ 12 କୁ 13 ରେ ଗୁଣିଲେ କେତେ 156 ବାହାରୁଛି, ଯଦି ମୁଁ 2 କୁ 3 ରେ ଗୁଣି ଦଉଛି ସେଇ ୟୁନିଟ୍ ଡିଜିଟ୍ କେତେ ବାହାରୁଛି 6 ବାହାରୁଛି। କଣ କାଢିବାକୁ ଅଛି, କେବଳ ୟୁନିଟ୍ ଡିଜିଟ୍ ଅଛି, ତ ସବୁ ଯାକ ନ ଗୁଣି ମୁଁ କଣ କରିପାରିବି ନା ଯୋଉ ତାର ୟୁନିଟ୍ ଡିଜିଟ୍ ଗୁଡି ଗୁଣି ପାରିବି। ଯେମିତି ଏଇ କ୍ୱେଶ୍ଚିନ୍ ଦେଲା କି ଇଏ ସଂଖ୍ୟା ଗୁଡି ଗୁଣିଲେ ମୋର ୟୁନିଟ୍ ଡିଜିଟ୍ କଣ ଆସିବ, ତାହେଲେ ମୁଁ କଣ କରିବି ନା ସବୁ ଯାକ ନ ଗୁଣିକି ମୁଁ କଣ କରିବି ୟୁନିଟ୍ ଡିଜିଟ୍ ଗୁଣିବି। 8 3 24, 24 ବୋଲେ 2 ଛାଡିଦେ କେତେ ରହିଲା 4 ରହିଲା, 4 7 28, 2 ଛାଡିଦେ କେତେ ରହିଲା 8 ରହିଲା, 8 କେ 8, ତାହେଲେ ମୋର ୟୁନିଟ୍ ଡିଜିଟ୍ କେତେ ହେଇଯିବ ନା 8 ହେଇଯିବ। ବୁଝିପାରିଲେ? କେତେ ହେଇଯିବ ନା 8 ହେଇଯିବ। ବୁଝିପାରିଲେ ନା? ଦେଖନ୍ତୁ ମୁଁ ସବୁ ନ ଗୁଣି କଣ କଲି, କେବଳ ୟୁନିଟ୍ ଡିଜିଟ୍ ମାନଙ୍କୁ ଗୁଣିଲି। ଦେଖନ୍ତୁ 8 କୁ 3 ରେ ଗୁଣିଲେ କେତେ 24 ହଉଛି, 24 ରୁ 2 କୁ ବାଦ କରିଦିଅ, ବର୍ତ୍ତମାନ ରହିଲା 4, 4 କୁ 7 ଗୁଣିଲେ 28, ଏଥିରୁ ମଧ୍ୟ 2 ବାଦ କରିଦିଅ, 8 କୁ 1 ଗୁଣିଲେ କେତେ ହେଲା ନା 8 ହେଇଗଲା। ବୁଝିପାରିଲେ? ସେଇଭଳି ଭାବରେ ଯଦି କ୍ୱେଶ୍ଚିନ୍ ଦେଇଥିବ, ଯଦି କ୍ୱେଶ୍ଚିନ୍ ଦେଇଥିବ କଣ ନା, କ୍ୱେଶ୍ଚିନ୍ କଣ ଦେଇଥିବ ଆପଣଙ୍କର ଦେଇଥିବ ମିଶ୍ରଣ ଦେଇଥିବ 5 3 8 2 1 ପ୍ଲସ୍ 5 8 2 1 3 ପ୍ଲସ୍ 2 1 5 8 5 8 7 ପୂରଣ କେତେ ପୂରଣ 2 1 ଏମିତି ଦେଇଥିବ କ୍ୱେଶ୍ଚିନ୍। ପଚାରୁଥିବ ଏଇ କ୍ୱେଶ୍ଚିନ୍ ରେ କି ୟାର ୟୁନିଟ୍ ଡିଜିଟ୍ କଣ, ଏ ଯୋଉ କାଲକୁଲେସନ ୟୁନିଟ୍ ଡିଜିଟ୍ କଣ। ତ ଆପଣ ମାନେ ଜାଣିଥିବେ ବର ହକୁ ମିପେ, ଜାଣିଛନ୍ତି ନା ବର ହକୁ ମିପେ, ତ ବର ପ୍ରଥମେ କଣ ହବ, ପ୍ରଥମେ କଣ ହବ ମିଶାଳ ଫେଣାରେ ଥିବ ପ୍ରଥମେ ଗୁଣନ ହବ, ତାହେଲେ ସେଇଟା ତ ଆମେ କାଲକୁଲେସନ ପଢିବା, ସେଟା ବ୍ୟସ୍ତ ହବା ପାଇଁ, ସିମ୍ପଲିଫିକେସନ ଆଉ କାଲକୁଲେସନ ରେ ଯେତେ ବି ବାକି କନସେପ୍ଟ ଅଛି, ଯେମିତି ଆପଣ ଡେସିମାଲ ଟୁ ଫ୍ରାକ୍ସନ, ଫ୍ରାକ୍ସନ ଟୁ ଡେସିମାଲ, ତାପରେ ଯୋଉ ନନ୍ ରିପିଟିଂ ଡେସିମାଲ, ଯେତେ ସବୁ ବି ଅଛି ଆମେ ସବୁ ପଢିବା, ବ୍ୟସ୍ତ ହବାର କିଛି ନାହିଁ। ତ ଦେଖନ୍ତୁ ଏଠି 1 ଅଛି, 1 ସଂଖ୍ୟା କଣ 7, ପ୍ରଥମେ ଗୁଣିବା, ତାହେଲେ ଏଠି ଆସିଲା ଆମର 7 ୟୁନିଟ୍ ଡିଜିଟ୍। ବର୍ତ୍ତମାନ ଯେତେବେଳେ ମିଶେଇବା, ଦେଖନ୍ତୁ ମିଶେଇ ଭଳିଆ ଜିନିଷ, 12 ଯଦି ମୁଁ 13 ରେ ମିଶେଇବି ମୋର କେତେ ବାହାରୁଛି 25 ବାହାରୁଛି, ମୋର କଣ ଦରକାର କେବଳ ୟୁନିଟ୍ ଡିଜିଟ୍ ଦରକାର, ମୁଁ ସବୁ ନ ମିଶେଇ କଣ କରିବି 2 3 ମିଶେଇଲେ ମୋ ୟୁନିଟ୍ କେତେ ବାହାରି ପଡୁଛି 5 ବାହାରି ପଡୁଛି। ସେଇଭଳି ଏବେ ଦେଖନ୍ତୁ ମୁଁ ଏଇ ୟୁନିଟ୍ ଡିଜିଟ୍ ମିଶେଇବି, 1 3 ମିଶିଲେ କେତେ ନା 4, 4 ଆଉ ଇଏ 7, 4 7 କେତେ ହେଲା ନା 4 7 11 ହେଇଗଲା, 11 ମାନେ ୟୁନିଟ୍ ଡିଜିଟ୍ କେତେ ଆସିବ 1 ଆସିବ। ତ ଇଏ ଥିଲା କିଛି ବେସିକ୍ ଜିନିଷ ଯେମିତି ଆପଣ ମାନେ ଜାଣିପାରିବେ। ଯେବେଳେ ଯଦି ଖେଳଣା ଥାନ୍ତା ଆପଣ ମଧ୍ୟ ଖେଳିଥାନ୍ତେ, ମିଶ୍ରଣ ତ ଖେଳଣା ତ କିଛି ବି ଫରକ ପଡିବ ନାହିଁ। ବୁଝିପାରିଲେ? ଠିକ ଅଛି, ତ ଆମେ ଆସନ୍ତୁ ଜାଣିବା ଯୋଉଟା ମେନ୍ ଜିନିଷ, ମାନେ ଯଦି ପାୱାର ଥିଲେ କଣ, ସେଇଭଳିଆ କେତେଟା ନମ୍ବର ରହିଲା ପାୱାର ଥିଲେ ମାନେ ଆମେ ଦେଖିବା 0 1 2 3 4 5 6 7 8 9, ଏତିକି ଡିଜିଟ୍ ଅଛି ଆମର, ଏତିକି ଡିଜିଟ୍ ଅଛି ନା। ତ ଦେଖନ୍ତୁ ଆମେ ଏଇ ଯୋଉ ଡିଜିଟ୍ ଥିବା ନମ୍ବର ମାନଙ୍କର ପାୱାର ଯାହା ବି ତାକୁ କେମିତି କାଢିବା। ଦେଖନ୍ତୁ ଫାର୍ଷ୍ଟ ଆମର ଆସିବ କଣ ନା, ଫାର୍ଷ୍ଟ 0 ଆଉ 5 ଗୋଟେ କାଟାଗୋରୀ ଆସିବ, কি ଆସିବ 0 ଆଉ 5, ବୁଝିପାରିଲେ, ସରି 0 5 1 ଆଉ 6, 0 5 1 6, 0 1 5 6, ଇଏ ଗୋଟେ କାଟାଗୋରୀରେ ଆସିବ। ବୁଝିପାରିଲେ 0 1 5 6, କଣ ପାଇଁ ଦେଖନ୍ତୁ
ଯେକୌଣସି ଗୋଟେ ସଂଖ୍ୟା ନବା, ଯେକୌଣସି ଗୋଟେ ସଂଖ୍ୟା ନବା, ସେ ସଂଖ୍ୟା ଯଦି ଏକକରେ ଶୂନ ଥିବ ତାର ପାୱାର ଯେତେ ବି ନେଲେ ଶୂନ ବାହାରିବ। ଯେମିତି ଦେଖନ୍ତୁ 10 ର ପାୱାର 2 ନେଲେ କେତେ ବାହାରୁଛି ମୋର 100 ବାହାରୁଛି। 10 ର ପାୱାର 3 ନେଲେ କେତେ ବାହାରୁଛି 1000 ବାହାରୁଛି। ଦେଖନ୍ତୁ ଭାଇ ମାନେ ଶୂନ ଅଛି ମାନେ ଯଦି ଏକକର ଶୂନ ତା ପାୱାର ଯେତେ ବି ନେଲେ ମୋର ସବୁବେଳେ କଣ ବାହାରିବ ସେଇ ଶୂନ ହିଁ ବାହାରିବ। ସେଇଭଳି ଭାବେ ମୁଁ କହିବି ଭାଇ 11, 11 ପାୱାର 2 ନେଲେ କେତେ ବାହାରୁଛି 121 ବାହାରୁଛି। 11 ପାୱାର 3 ନେଲେ କେତେ ହବ 1331 ବାହାରୁଛି। ତାହେଲେ ମାନେ ଯଦି 1 ଅଛି ତା ପାୱାର ସବୁବେଳେ ଯେତେ ବି ଥାଉ ତା ୟୁନିଟ କେତେ ବାହାରିବ 1 ବାହାରିବ। 1 ଅଛି ତାର ତା ପାୱାର ଯେତେ ବି ଥାଉ ତାର କେତେ ବାହାରିବ 1 ବାହାରିବ। ସେମିତି 5, 5 ଯଦି ମନେକର କେତେ ନେବି ମନେକର ନେଲି ମନେକର 5 ଯାହା ନେଲି ଗୋଟେ ନମ୍ବର 5 ସ୍କୋୟାର କେତେ 15 ସ୍କୋୟାର କେତେ 225। 15 କ୍ୟୁବ କେତେ 15 କ୍ୟୁବ କେତେ ହାଁ 15 କ୍ୟୁବ କେତେ ଏମାନେ କେତେ 3375। ଆପଣ ମାନେ ଯାହା ବି ନେବେ ସବୁବେଳେ ୟୁନିଟ କଣ ବାହାରିବ 5 ହିଁ ବାହାରିବ। ବୁଝିହଉଛି କଣ ବାହାରିବ ସବୁବେଳେ 5 ହିଁ ବାହାରିବ। ତାହେଲେ ସେମିତି 6 ମନେକର ମୁଁ କହିଲି କେତେ 16, 16 ସ୍କୋୟାର କେତେ 256। କିନ୍ତୁ ମୁଁ 16 କ୍ୟୁବ ନେଲି କେତେ ବାହାରିବ 16 କ୍ୟୁବ ମାନେ କେତେ ବାହାରିବ ନା 4096। କେତେ 4096। ବୁଝିପାରିଲେ ଦେଖନ୍ତୁ କ୍ୟୁ ନେଲି 4 ନେଲି ମାନେ ଯାହା ବି ନେବି ମାନେ ଗୋଟେ ନମ୍ବର କହିଲି 6321 यार पावर मनेकर କହିଛି କେତେ 999 ପଚାରିଛି ୟାର ୟୁନିଟ ଡିଜିଟ କେତେ ରହିବ। ଦେଖନ୍ତୁ ଆପଣ ମାନେ ଦେଖିଦେଲେ ଏଠି କେତେ ଅଛି 1 ଅଛି ନା ଏଠି ଦେଖିଦେଲେ 1 ଅଛି 1 ଅଛି ମାନେ ତା ପାୱାର ଯେତେ ବି ଥାଉ ସବୁବେଳେ ୟୁନିଟ କେତେ ଆସିବ 1 ଆସିବ। ଯଦି ମନେକର ଗୋଟେ ସେମିତି ନମ୍ବର ନେଲି ମୁଁ କେତେ ନା 3 2 5 8 6 ତାର ପାୱାର ମଧ୍ୟ କେତେ 216 ମନେକର ଅଛି। ପଚାରିଛି ୟାର ୟୁନିଟ ଡିଜିଟ କେତେ ଦେଖିଦେଲେ ଆପଣ 6 ଅଛି ଯେହେତୁ ଗୋଟେ କାଟାଗୋରୀ ଆସୁଛନ୍ତି କିଏ 0 1 5 6 ତାର ପାୱାର ଯାହା ବି ଥାଉ ତାର ପାୱାର ଯାହା ବି ଥାଉ ସେଇ ନିଜେ 6 ଆସିବ। ବୁଝିପାରିଲେ ତାହେଲେ ମନେ ରଖିଥାନ୍ତୁ 0 1 5 6 ଇଏ ଗୋଟେ କାଟାଗୋରୀରେ ହଉଛନ୍ତି। ଆଉ ଏ କାଟାଗୋରୀର କାମ କଣ ୟାଙ୍କ ପାୱାର ଯେତେ ବି ଥିଲେ ସବୁବେଳେ କଣ ହବ ନା ସିମିଲାର ପାୱାର ଆସିବ। ବୁଝିପାରିଲେ କଣ ଆସିବ ନା ସିମିଲାର ପାୱାର ଆସିବ। ବୁଝିପାରୁଛ ସମସ୍ତଙ୍କୁ କଣ ହବ ନା ସିମିଲାର ପାୱାର ଆସିବ। ଆପଣଙ୍କର ଗୋଟେ ରିକ୍ୱେଷ୍ଟ ଯଦି ଆପଣମାନଙ୍କୁ ଭିଡିଓ ଭଲ ଲାଗୁଛି ତାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣମାନେ ଫ୍ରେଣ୍ଡ ସର୍କଲ ପ୍ଲିଜ ସର୍କୁଲେଟ କରନ୍ତୁ ଯାହାଦ୍ୱାରା ସମସ୍ତେ ପଢିବେ ସମସ୍ତେ ଆଗକୁ ବଢିବେ। ଆଉ ଭଲସେ ପୁରା ଭଲସେ ପ୍ରିପେୟାର କରୁଛି ମୁଁ ଆପଣମାନଙ୍କୁ କେବଳ ଏତିକି ଅନୁରୋଧ କରୁଛି ଆପଣମାନେ ସବୁ ମାନେ ଯେତିକି ଷ୍ଟଡି ଗ୍ରୁପରେ ଅଛି ଯେତିକି ଆପଣ ଫ୍ରେଣ୍ଡ ସର୍କଲ ଅଛନ୍ତି ଯୋଉମାନେ ପାଠ ପଢୁଛନ୍ତି ଆଉ ପଢିବା ପାଇଁ ଇଚ୍ଛୁକ ଭଲସେ ତ ସେମାନଙ୍କ ପାଖରେ ଟିକେ ଭିଡିଓଟି ପହଞ୍ଚେଇ ଦିଅନ୍ତୁ। ବୁଝିହଉଛି ସମସ୍ତଙ୍କୁ ବୁଝିପାରିଲେ ଇଏ ଗଲା କିଏ ନା 0 1 5 6 ଇଏ ସବୁ କଣ କଲେ ନା ଇଏ ଗୋଟେ କାଟାଗୋରୀରେ ପଳେଇଲେ କିଏ ପଳେଇଲା 0 ପଳେଇଲା 1 ପଳେଇଲା 5 ପଳେଇଲା 6 ପଳେଇଲା। ତାପରେ ଆସିବେ କିଏ କିଏ କହିଲେ ଭାଇ ମାନେ 4 ଆଉ 9 କିଏ ଆସିବେ ନା ତାପରେ 4 ଆଉ 9 ଗୋଟେ କାଟାଗୋରୀରେ ଆସିବେ କିଏ ଆସିବ 4 ଆଉ 9 ଇଏ ଆସିବ ଗୋଟେ କାଟାଗୋରୀ ଗୋଟେ ଆଉ ଗୋଟେ କାଟାଗୋରୀ କିଏ ଆସିବ ନା 4 9 ଆଉ ଗୋଟେ କାଟାଗୋରୀ ଆସିବ। ବୁଝିପାରିଲେ ଦେଖନ୍ତୁ 4 9 ର କନସେପ୍ଟ କଣ ତାହେଲେ ମନେ ରଖିଥାନ୍ତୁ 0 1 5 ୟୁନିଟ ଡିଜିଟ ଥିବ ତାର ମୁଁ ଯେତେ ବି ପାୱାର ନେଇଯାଏ 0 ଥିବ 0 ଆସିବ 1 ଥିଲେ 1 ଆସିବ 5 ଥିଲେ 5 ଆସିବ 6 ଥିଲେ 6 ଆସିବ। ବୁଝିହଉଛି ଯଦି ଆପଣଙ୍କର 0 1 ଆଉ କଣ ନା 0 1 5 6 ଅଛି ସେତେବେଳେ 4 ଆଉ 9 ତ ଭାଇ ମାନେ ଆପଣ ମାନେ ଜାଣିଥିବେ 4 ର ସ୍କୋୟାର ଆମର କେତେ 4 ର ସ୍କୋୟାର 16 ଏ 4 ର କ୍ୟୁ ନେଲେ କେତେ କେତେ 64। ବୁଝିପାରିଲେ 4 ଯଦି 4 ଥିଲେ ମୋର କେତେ ହବ 64 ଚଉକ କେତେ ଆପଣଙ୍କୁ 256 କେତେ ହବ 256 4 ରେ କେତେ ନା 5 ନେଲେ କେତେ ହବ 1024। ବୁଝିପାରୁଛନ୍ତି ତ ଭାଇ ଗୋଟେ ଜିନିଷ ଲକ୍ଷ୍ୟ କଲେ ଆଉ ସେମିତି ଯଦି 9 ର ସ୍କୋୟାର ନେଲେ କେତେ ହଉଛି 81। 9 ର ଯଦି କ୍ୟୁବ ନେଲେ ମୋର କେତେ ହଉଛି 729। 9 ର ଯଦି 4 ନେଲେ କେତେ ବାହାରୁଛି କେତେ 6561। 9 ର ଯଦି ମୁଁ 5 ନେଲେ ମୋର କେତେ ବାହାରୁଛି 32805। ବୁଝିପାରୁଛି ସରି ସରି ସରି
କେତେ ବାହାରୁଛି କହିଲେ ଭାଇ ମାନେ 59,050 ବାହାରୁଛି। ତ ଭାଇ ମାନେ ଗୋଟେ ଜିନିଷ ଲକ୍ଷ୍ୟ କରିପାରୁଛନ୍ତି, ଏଠି ଆସିଲା 16, ଏଠି ଆସିଲା ଦେଖନ୍ତୁ ଏଠି ଆସିଲା 6, ଏଠି 4, ଏଠି 6, ଏଠି 4, ଏଠି ଦେଖିଲେ ଏଠି 1, ଏଠି 9, ଏଠି କେତେ ନା ଏଠି 1, ଏଠି 9, ବୁଝିପାରିଲେ? ଲକ୍ଷ୍ୟ କରୁଛନ୍ତି ଗୋଟେ ଗୋଟେ ବଢିଆ ପାଟର୍ନ ଟେ ଆସିଲା ଦେଖିଲେ। ତା ଅର୍ଥ ମୁଁ କହିପାରିବି 4 କିମ୍ବା 9 ହଉ, ଯଦି ୟୁନିଟ ଡିଜିଟ 4 କିମ୍ବା 9 ଥିବ, ତାହେଲେ ତାଙ୍କର ପାୱାର ଯଦି ମୁଁ କଣ ନେଲି ନା ଗୋଟେ ଅଡ୍ ନମ୍ବର ନେଲି, କଣ ନେଲି ଅଡ୍ ନମ୍ବର ନେଲି। ଦେଖନ୍ତୁ ଅଡ୍ ନମ୍ବର କିଏ କିଏ ଅଛି, 3 ଅଛି, ତାପରେ କେତେ ଅଛି ନା 5 ଅଛି, ତ ଅଡ୍ ନମ୍ବର ନେଲି। ତାହେଲେ ଦେଖନ୍ତୁ ଯେତେବେଳେ ଗୋଟେ ଅଡ୍ ନମ୍ବର ନେଲି ସେ ବାହାରିଲା କେତେ 4 ବାହାରିଲା, କେତେ ବାହାରିଲା ନା 4 ବାହାରିଲା। ତ 4 ଆଉ 9 ଯଦି ଗୋଟେ ଅଡ୍ ନମ୍ବର ନେଲି ତାହେଲେ ମୋର କେତେ ବାହାରିବ ସବୁବେଳେ ସେ 4 ଆଉ 9 ବାହାରିବ। ଦେଖନ୍ତୁ 4 ଆଉ 9 ବାହାରିବ, ଯଦି ୟୁନିଟ ଡିଜିଟ କେତେ 4 ଆଉ 9 ଥିବ, ତ ସେମାନଙ୍କ ପାୱାର ଗୋଟେ ଅଡ୍ ନମ୍ବର ନେଲି, ତାହେଲେ ମୋର ସବୁବେଳେ କଣ ବାହାରିବ ନା ସେଇ 4 ଆଉ 9 ବାହାରିବ। ସେଇଭଳି ଭାବେ ଦେଖନ୍ତୁ ମୁଁ 4 ଆଉ 9 ଇଭିନ୍ ନେଲି, କେତେ 4 ଆଉ 9 ର ଇଭିନ୍ ନେଲି, ପାୱାର କଣ ନେଲି ଇଭିନ୍ ପାୱାର ନେଲି, ତାହେଲେ ମୋର ସେତେ କଣ ବାହାରିବ 4 ରେ ବାହାରିବ 6 ଆଉ 9 ର ବାହାରିବ 1, ବୁଝିପାରିଲେ? 4 ବାହାରିବ 6, 9 ର ବାହାରିବ 1। ଯଦି ଅଡ୍ ନେଲି ସେମ୍ ବାହାରିବ, ଅଡ୍ ନେଲେ ସେମ୍ ବାହାରିବ, ଯଦି ଇଭିନ୍ ନେବି କଣ 6 ଆଉ 1 ବାହାରିବ। କିନ୍ତୁ 0, 1, 5, 6 ର ସେଇ 0, 1, 5, 6 ହିଁ ବାହାରିବ। ବୁଝି ହଉଛି? ବହୁତ ବଢିଆ କନସେପ୍ଟ ଭାଇ ମାନେ, ବୁଝି ହଉଛି ନା ବୁଝି ହଉନି? ବୁଝି ହଉଛି ତ ସମସ୍ତଙ୍କୁ? ତାହେଲେ କଣ ହବ ନା ଯଦି ମୁଁ ଅଡ୍ ନେଲି ତାହେଲେ ମୋର କଣ ବାହାରିବ ନା ୟୁନିଟ ଯଦି 4 ଥିବ ତାହେଲେ ଅଡ୍ ନେଲେ 4 ବାହାରିବ, ଯଦି କଣ ହେଲା ନା 9 ଥିବ ତାହେଲେ 9 ବାହାରିବ, ଯଦି ଇଭିନ୍ ଥିବ ତାହେଲେ 4 ର ବାହାରିବ 6 ଆଉ 9 ର ବାହାରିବ 1। ବୁଝିବ ସମସ୍ତଙ୍କୁ? ଦେଖନ୍ତୁ ଦେଖନ୍ତୁ ଗୋଟେ କ୍ୱେଶ୍ଚିନ୍ କରିବା, ଦେଇଛି 5, 8, 2, 4 ପାୱାର କେତେ ଅଛି 5, 3, 2, 2 ଏମିତି ଅଛି। ପଚାରୁଛି ଭାଇ ମାନେ यार यूनिट डिजिट कौन देखो तो यूनिट डिजिट केते ଅଛି 4 ଅଛି। ଏ ନମ୍ବରଟା ଗୋଟେ କି ନମ୍ବର, ଏଟା ଗୋଟେ ଇଭିନ୍ ନମ୍ବର। ଇଭିନ୍ ନମ୍ବର ମାନେ 4 ପାଇଁ ଯଦି ଇଭିନ୍ ଯୋଉଟା କେତେ ଆସୁଛି ନା 6 ଆସିବ ଆନ୍ସର। ସେଇଭଳି ଭାବେ ମତେ କହିଲେ 9, 9, 9, 9, 9, यार ପାୱାର ମାନେ 3, 2, 3, 1 ଅଛି, ତାହେଲେ ମୋର କେତେ ଆସିବ ଦେଖନ୍ତୁ ଯେହେତୁ ୟୁନିଟ ଡିଜିଟ୍ 9 ଅଛି, ଏଇଟା ଗୋଟେ ଗୋଟେ କଣ ଏଟା ଗୋଟେ କଣ ଇଭିନ୍ ନା ଅଡ୍ ନମ୍ବର ମାନେ ଯୁଗ୍ମ ନା ଅଯୁଗ୍ମ ନମ୍ବର, ଆପଣଙ୍କର ଏଟା ଅଯୁଗ୍ମ ନମ୍ବର। ଅଯୁଗ୍ମ ନମ୍ବର ମାନେ 9 ଥିଲେ ସବୁବେଳେ କେତେ ଆସିବ ନା 9 ହିଁ ଆସିବ। ବୁଝି ହଉଛି? ଏଇଭଳି ଭାବେ କୋଶ୍ଚିନ୍ ଆସିଲେ କରିପାରିବେ, ବହୁତ ସହଜ, ବହୁତ ସହଜ ମେଥଡରେ ମନେ ରଖିବା ପାଇଁ, ମନେ ରଖିବା ପାଇଁ କିଛି ଅସୁବିଧା ହବନି। 4 ଆଉ 9 ଯଦି ତାର ପାୱାର ଅଡ୍ ଥିବେ, ଯଦି ଗୋଟେ ବଡ ନମ୍ବରଟା ଅଛି ତାର ୟୁନିଟ ଡିଜିଟ୍ 4 ଅଛି କିମ୍ବା କଣ ଅଛି 9 ଅଛି, ଯଦି 4 ଆଉ 9 ତା ପାୱାର ଅଛି ଅଡ୍ ଅଛି, ଅଡ୍ ମାନେ ଅଡ୍ ମାନେ କଣ ଅଯୁଗ୍ମ ଅଛି, ତ ସେଇ 4 ଆସିବ, 9 ର ମଧ୍ୟ 9 ଆସିବ। ଯଦି ଅଛି କେତେ ନା ଇଭିନ୍ ଅଛି, ତାହେଲେ 4 ପାଇଁ ଆସିବ 6, 9 ପାଇଁ ଆସିବ 1। ବୁଝିପାରିଲେ? ତାହେଲେ ଆମର କଣ ହେଲା ନା ଆମର କିଏ ପଳେଇଲେ 0, 1, 5 ଯାଇଥିଲେ, ବର୍ତ୍ତମାନ 4 ଆଉ 9 ପଳେଇଲେ। ବୁଝିପାରିଲେ? 4 ଆଉ 9 ପଳେଇଲେ। ତାପରେ ଆଉ ଦେଖିବା ନେକ୍ସଟ ଜିନିଷ ଦେଖନ୍ତୁ, ନେକ୍ସଟ କଣ ଦେଖନ୍ତୁ, ତାହେଲେ କଣ ଆମର ନା 0, 1, 2, 3, 4, 5, 6, 7, 8, 9 ଏତିକି ସବୁ ଅଛି। ଏଇ ସବୁ ଭିତରୁ ମୋର କିଏ କିଏ ପଳେଇଲା ନା 0 ପଳେଇଲା, 1 ପଳେଇଲା, କେତେ ପଳେଇଲା ତାପରେ 4 ପଳେଇଲା, 5 ପଳେଇଲା, 6 ପଳେଇଲା, 9 ପଳେଇଲା, ଆଉ ବାକି ରହିଗଲା କିଏ ନା 2, 3, 7, 8 ଇଏ ରହିଗଲେ ଗୋଟେ କାଟାଗୋରୀ। ବୁଝିପାରିଲେ? ଇଏ ରହିଲେ କଣ ନା ଗୋଟେ କାଟାଗୋରୀ। ଏଇଟା ହଉଛି ଟିକେ ଏଇ ଯୋଉ କାଟାଗୋରୀ ରହିଲେ ନା ଭାଇ ମାନେ, ଏଇ କାଟାଗୋରୀଟା ହଉଛି ଟିକେ ମାନେ ଡିଫରେଣ୍ଟ ଲେଭେଲ, ଲେଭେଲ ତ ସେମ୍, ଟିକେ ଡିଫରେଣ୍ଟ ଲେଭେଲ। ବୁଝି ହଉଛି? ଦେଖିବା ତାହେଲେ ଦେଖନ୍ତୁ ଭାଇ ମାନେ 2 ର ପାୱାର ନେଲି, କେତେ 2 ର ପାୱାର 1 ନେଲି, ବୁଝିପାରିଲେ? ତାହେଲେ 2 ର ପାୱାର 1 ମାନେ କେତେ ବାହାରିବ 2 ବାହାରିବ। 2 ର ପାୱାର 2 ନେଲେ କେତେ ବାହାରିବ 4 ବାହାରିବ। 2 ର ପାୱାର 3 ନେଲେ କେତେ ବାହାରିବ 8 ବାହାରିବ। 2 ର ପାୱାର 4 ନେଲେ ମାନେ କେତେ ବାହାରିବ ନା 16 ବାହାରିବ। ଭାଇ ମାନେ ମୁଁ ଯୋଉ ଯୋଉ କନସେପ୍ଟ ଆପଣଙ୍କୁ ପଢଉଛି ବହୁତ ମାନେ ବହୁତ ସହଜ କନସେପ୍ଟ ଗୁଡିକ, ତ ଆପଣଙ୍କ ଅନୁରୋଧ କି ଆପଣ ମାନେ ଏଇ ଯୋଉ କନସେପ୍ଟ ଗୁଡିକ ନିଜେ ଯାହା ବି ବୁଝୁଛନ୍ତି ନୋଟ କରି ରଖିବେ, ନହେଲେ ତାର ଫାଇଦା ହିଁ କିଛି ନାହିଁ। ପୁରା କନସେପ୍ଟ ଆମେ ପଢିବା, ଭଲସେ ପଢିବା, ଖାଲି ଆପଣ ମାନେ ଗୋଟେ ଅନୁରୋଧ କି ଆପଣ ମାନେ କଣ ଏଗୁଡିକ ନୋଟ କରୁଥାନ୍ତୁ। ବୁଝି ହଉଛି? ଦେଖନ୍ତୁ 2 ର 1, 2 ର 2,
ଦୁଇ ର 3 5 ନେଲେ କେତେ ବାହାରିବ 32 ଆସିବ। ଦୁଇ ର 3 କେତେ 6 ନେଲେ ମୋର କେତେ ଆସିବ 64 ଆସିବ। ଦୁଇ ର 3 7 ନେଲେ କେତେ ଆସିବ 128 ଆସିବ। ଦୁଇ ର 3 8 ନେଲେ କେତେ ଆସିବ 256 ଆସିବ। ତାହେଲେ ଦୁଇ ର କେତେ 9 ନେଲେ କେତେ ହବ 512 ଆସିବ। ଦୁଇ ର 10 ନେଲେ କେତେ ହବ 1024 ଆସିବ। ଏଭଳି ଭାବେ ଆସିବ। ଦୁଇ ର 11 ନେଲେ କେତେ ଆସିବ ନା 2048 ଆସିବ। ଦୁଇ ର କେତେ 12 ନେଲେ କେତେ ଆସିବ ନା 4096 ଆସିବ ହେଲା। ଏଇ ସବୁ ଆସୁଛି। ଏଠି ଗୋଟେ ପାଟର୍ନ ଲକ୍ଷ୍ୟ କରିପାରୁଛନ୍ତି। ଦେଖନ୍ତୁ ପ୍ରଥମେ 2 ଆସିଲା 4 ଆସିଲା 8 ଆସିଲା 16 ଆସିଲା। ତାପରେ ପୁଣି 2 4 8 6 2 4 8 6 ଗୋଟେ ପାଟର୍ନ ଚେଞ୍ଜ ଦେଖିଲେ। ତାହେଲେ ୟା ଅର୍ଥ କଣ ଏମାନଙ୍କ ଯୋଉ ନେଇ ଇଏ ପ୍ରତି 4 ଥରରେ ୟା ପାଟର୍ନ ଚେଞ୍ଜ କରୁଛି। ତାହେଲେ ପ୍ରତି 4 ଥର ସେ ମାନେ ଗୋଟେ ଗୋଟେ ଆସୁଛି ତ ଗୋଟେ ଆସୁଛି ତାପରେ ଦିଟା ତାପରେ 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 ଆଉ ଦେଖନ୍ତୁ 2 ଆସିଲା 4 ଆସିଲା 8 ଆସିଲା 6 ଆସିଲା। ତ 2 4 8 6 2 4 8 6 ଏମିତି ପ୍ରତି 4 ଥର ପରେ କଣ ହଉଛି ନା ସେ ପାଟର୍ନକୁ ରିପିଟ କରୁଛି। ବୁଝିପାରିଲେ? ତା ଅର୍ଥ ଭାଇମାନେ ମୁଁ ଆପଣଙ୍କୁ ଗୋଟେ ଜିନିଷ କହିପାରିବି ଏଠି। ତାହେଲେ ପ୍ରତି 4 ଥର 2 ର ୟୁନିଟ ଡିଜିଟ ଆମେ ଯେତେବେଳେ ଯାହା କାଢିବା ତାହେଲେ ପ୍ରତି 4 ଥର ରିପିଟ କରିବ। ତାହେଲେ ମୁଁ ଯଦି କହିବି କଣ ହବ ନା 2 ର ପାୱାର ଅଛି 33 ଅଛି। କେତେ ଅଛି 33 ଅଛି। ତାହେଲେ ମୁଁ କହିପାରିବି ଯେ କେତେ ଥର ରିପିଟ କରିଥିବ କେତେ ହବ 33 ତାହେଲେ ଭାଙ୍ଗିବା କେତେ 4 4 4 ରେ ଭାଙ୍ଗିବା ତ 4 32 ପ୍ଲସ 1 ବୁଝିପାରିଲେ 4 32 ପ୍ଲସ 1 ତା ଅର୍ଥ ଇଏ କଣ ହବ ନା 8 ଥର ରିପିଟ କଲା ପରେ ପୁଣି ଥରେ କିଏ ଆସିଥିବ ନା 2 ର ପାୱାର 1 ଆସିଥିବ। ବୁଝିପାରୁଛ 2 ର ପାୱାର 1 କିଛି ଡିଫରେଣ୍ଟ ନାହିଁ ବହୁତ ସହଜ ଜିନିଷ ଖାଲି ଆପଣ ବୁଝିବାକୁ ପଡିବ। ମୁଁ ଆଉ ମାନେ ଭଲସେ ଆଉ ବି କହିବି ଦେଖନ୍ତୁ ବ୍ୟସ୍ତ ହେଲେ ତ କଣ 8 ଥର ରିପିଟ କଲା ପରେ ଆସିବ କଣ ନା 1 ଆସିବ। ତା ଅର୍ଥ ସେ ଯୋଉ ଆସିବ ପାୱାର କେତେ ଆସିଥିବ 1 ଆସିଥିବ ତାହେଲେ କେତେ ଆସିବ ମୋର ନା 2 ଆସିବ। ତା ଅର୍ଥ ମୁଁ କହିପାରିବି ମୁଁ କଣ କରିବି ନା 2 ର ପାୱାର 33 ଅଛି ନା ତାକୁ କଣ କରିବି ଏଇଟା ଯୋଉ ନମ୍ବରଟା ଅଛି ଏ 33 କୁ ହରିବି କେତେ ନା 4 ରେ ହରିବି ହେଲା। 4 ରେ ହରିଲେ 4 32 ଭାଗଶେଷ ବଳି ପଡିଲା ଏଇ ଭାଗଶେଷ ହଉଛି ମୋର କାମ। ଏଇ ଭାଗଶେଷ ବଳି ପଡିଲା ଏଠି। ତା ଅର୍ଥ 2 ର ପାୱାର 33 ର ପାୱାର ଯାହା 2 ର ପାୱାର 33 ତାର ୟୁନିଟ ଯାହା ଆସିବ 2 ର ପାୱାର 1 ର ୟୁନିଟ ଡିଜିଟ ମତେ କଣ ସେମ୍ ଆସିବ କେତେ ଆସିବ ନା 2 ଆସିବ। ବୁଝିହଉଛି ବହୁତ ସହଜ ଜିନିଷ। ଦେଖନ୍ତୁ ଯେତେ ବି ନମ୍ବର ଥାଉ ତାକୁ ମୁଁ କଣ ରହିବି 4 ରେ ହରିବି। 4 ରେ ହରିଲେ ଭାଗଶେଷ ମୋର ଯାହା ଆସିବ ତାର ୟୁନିଟ ଡିଜିଟ କଣ ହବ ନା ସେଇ ଜିନିଷଟା ଆସିବ। ଯଦି ମୁଁ ମନେକର କହିଥାନ୍ତି 2 ର ପାୱାର ମନେକର ଏଇଠି 5 ଦେଖନ୍ତୁ ମୁଁ ଗୋଟେ ନମ୍ବର କହୁଛି କେତେ ନା 512 512 ପାୱାର ଅଛି କେତେ ନା ଅଛି ମନେକର 38 ଅଛି। କେତେ ଅଛି 38 ପଚାରିଥିବ କଣ ପଚାରିଥିବ ନା ତାର ୟୁନିଟ ଡିଜିଟ କେତେ। ତ ଭାଇ ମାନେ ଆପଣ ଏକୁ ଛାଡି ଦିଅନ୍ତୁ ୟୁନିଟ ଡିଜିଟ ପଚାରିଥିବ କେବଳ ୟୁନିଟ ଡିଜିଟ ତ କାମ ତ ୟା ୟୁନିଟ ଡିଜିଟ କେତେ ଅଛି ନା 2 ଅଛି। ମୁଁ ଇଏ କଣ କରିବି 2 ର ପାୱାର 38 କାଢିବି 2 ର ପାୱାର କଣ କରିବି 38 କାଢିବି। ତାପରେ ମୁଁ କଣ କରିବି ନା ଏଇ 38 କୁ 4 ରେ କରିବି 38 କଣ କରିବି ନା 4 ରେ କରିବି 4 ଅଷ୍ଟା 32 4 9 36 ତାହେଲେ ମୋ ଭାଗଶେଷ ବଳି ପଡିଲା କେତେ ନା ଭାଗଶେଷ ବଳି ପଡିଲା 2। ତା ତ ୟା 2 ର ପାୱାର 38 ଯା ଏଇ ଯୋଉ ଭାଗଶେଷ ନାହିଁ ଭାଇ ମାନେ ତାର ମଧ୍ୟ ସେମ୍ ଆସିବ। ତାହେଲେ 2 ର କେତେ ଏ 2 ଅଛି 2 ର ପାୱାର କେତେ ହେଇଯିବ ନା 2 ହେଇଯିବ। 2 ର ପାୱାର 2 ଥିଲା ୟୁନିଟ କେତେ ଆସୁଛି ନା 4 ଆସୁଛି। ବୁଝିପାରିଲେ 2 ର ପାୱାର ୟୁନିଟ କେତେ ଅଛି ନା 4 ଅଛି। ମୁଁ ଆଉ ବହୁତ ଭଲ ଟେକ୍ନିକ ମଧ୍ୟ କହୁଛି। ମନେକର ଗୋଟେ ଜିନିଷ ଥିବ ଏଇଟା ତ ବୁଝିଯାଇତେ ଆପଣଙ୍କୁ ଲିଭେଇ ଦଉଛି। ଦେଖନ୍ତୁ ଗୋଟେ ଭଲ ଟେକ୍ନିକ କହୁଛି ଆପଣଙ୍କୁ ମନେକର ଅଛି କେତେ ମୋର ନମ୍ବର ଅଛି 2092 ତା ପାୱାର ମନେକର ଅଛି କେତେ ନା 73 ମାନେ ଏମିତି ଅଛି କେତେ ଅଛି କହିଲେ 557 ଅଛି ତା ପାୱାର ଏତିକି ଅଛି। ତ ଆପଣଙ୍କୁ ଦେଇଛି ଯେ ୟାର ୟୁନିଟ କାଢିବାକୁ ଦେଖିଦେଲେ 2 ଦେଖିଦେଲେ 2 ୟାର କଣ 2 ର ପାୱାର କେତେ 573 ର ମୂଲ୍ୟ କାଢିବାକୁ ପଡିବ। ତ ମୁଁ ସହଜ କେମିତି କରିବି 573 ତ ଆକୁ ମୁଁ ହରିବି କହୁଛି ନା 4 ହରିବି। ତ ଆପଣ ମାନେ ଜାଣିଛନ୍ତି 4 ଡିଭିଜିବଲ ରୁଲ କଣ କହୁଛି ନା ସେଇ ସଂଖ୍ୟା 4 ଦ୍ୱାରା ବିଭାଜ୍ୟ ହବ ଯାହାର 2 ଯୋଉ ଲାଷ୍ଟ ଦିଟା ଡିଜିଟ ନେଇ ଯୋଉ ନମ୍ବର ଗଢା ହେଇଥିବ ସେଇ ନମ୍ବରଟା 4 ଦ୍ୱାରା ବିଭାଜ୍ୟ ହବ। ତ ଭାଇ ମାନେ ଦେଖିଲେ କେତେ ଅଛି ନା 73 ଅଛି। 73 ର ଜଷ୍ଟ ଟିକେ କମ କୋଉ ନମ୍ବରଟା 4 ଦ୍ୱାରା ବିଭାଜ୍ୟ ନା 72 ଟା ଆପଣଙ୍କର ହଉଛି 4 ଦ୍ୱାରା ବିଭାଜ୍ୟ। ତାହା ଅର୍ଥ ମୁଁ କହିବି ଯଦି ମୁଁ ଆକୁ 4 ରେ ହରିବି ମୋ ଭାଗଶେଷ କେତେ ହବ କହିଲେ ଭାଇ ମାନେ ଦେଖନ୍ତୁ 72 ଟା ଡିଭିଜିବଲ କିନ୍ତୁ ଏଠି ଅଛି 73 ତାହେଲେ ମୋର କେତେ ହବ କହିଲେ ଭାଇ ମାନେ
2 ର ପାୱାର ତାହେଲେ କେତେ ବଳି ପଡିଲା 1 ବଳି ପଡିଲା 2 ର ପାୱାର 1 ଆଠ କେତେ ହବ ନା 2 ହବ 2 ର ପାୱାର 1 ମାନେ କେତେ ଅଛି 2 ଅଛି ତ ୟୁନିଟ ଡିଜିଟ ମୋର କେତେ ହବ ନା 2 ହବ ବୁଝିଲା ୟୁନିଟ ତାହେଲେ କେତେ ଅଛି ନା ଯେହେତୁ 2 ଅଛି ତ ମୋର କଣ ହବ ନା 2 ହବ ବୁଝିଲି ସମସ୍ତଙ୍କୁ 2 ହବ ମୁଁ ଆଉ ଗୋଟେ କ୍ୱେଶ୍ଚିନ୍ ନେଇ ବୁଝଉଛି ମନେକର ଅଛି ଗୋଟେ କ୍ୱେଶ୍ଚିନ୍ 580 322 ଏମିତି ଅଛି ପଚାରିଛି ୟାର ୟୁନିଟ ଡିଜିଟ ଆଉ ୟାର ଘାତ କେତେ ଅଛି କହିଲ ଭାଇ ମାନେ 583215224 4 ଆଉ କେତେ 4 ଅଛି ମୋର ଏମିତି 43 ଅଛି ହେଲା ଏତିକି ଅଛି ପଚାରିଛି ୟାର ୟୁନିଟ ଡିଜିଟ କେତେ ଅଛି ତ ଭାଇ ମାନେ ଦେଖିଲେ ଆପଣ ଇଏ ସବୁ ନମ୍ବର ଦେଖିଲେ ୟା ଆକୁ ମୋର କି ଦରକାର ମୋର କେବଳ କାମ କଣ 2 ର କାମ ତ 2 ର କାମ ମାନେ 2 ରେ କାଢିବେ ଏତିକି ପାୱାର ତ ଭାଇ ମାନେ ଦେଖନ୍ତୁ ଆପଣ ଏତେ ବଡ ନମ୍ବରକୁ 4 ରେ ଭାଗ କରିବା ଅପେକ୍ଷା ଲାଷ୍ଟ ଯୋଉ ଦିଟା ଡିଜିଟ ଅଛି କାରଣ 4 ଡିଭିଜିବଲ ଇଏ କଣ କହୁଛି ଲାଷ୍ଟ ଦିଟା ଡିଜିଟ କୁ ନେଇକି ଯୋଉ ମାନେ ଯୋଉ ନମ୍ବରଟା ଗଡା ହଉଛି ଯଦି 4 ରେ ବିଭାଜ୍ୟ ସବୁବେଳେ 4 ରେ ବିଭାଜ୍ୟ ତାହେଲେ ମୁଁ ଯଦି ଆକୁ 4 ରେ ହରିବି ତାହେଲେ ଦେଖନ୍ତୁ ତା ଅର୍ଥ ମୁଁ ସବୁ ଯାକ ନ ହରିକି କଣ କରିବି 43 କୁ 4 ରେ ହରିବି 43 କୁ 4 ରେ 4 ଦଶା 4 ଦଶା କେତେ ନା 40 ଭାଗ ସେ ବଳିଲା କେତେ 3 ୟା 2 ର ପାୱାର 3 ମାନେ କେତେ ହେଇଯିବ 8 ହେଇଯିବ ବୁଝିପାରିଲେ ବୁଝିପାରିଲେ ତେଣୁ ଯଦି ଆପଣ ଏଇ ପୁରା ନମ୍ବରଟାକୁ 4 ରେ ଲଗାଉଛ ଭାଗଶେଷ ସେଇ 3 ହିଁ ଆସିବ ଦେଖନ୍ତୁ 583215243 ତାକୁ ଯଦି ମୁଁ କେତେ 4 ରେ 4 କେ 4 1 8 4 ଚଉକୁ କେତେ 16 2 ବଳି ଗଲା 23 4 5 20 3 2 ବଳି ଗଲା 4 ଦଶଟା କେତେଟା 32 0 ବଳେ 1 5 4 3 12 12 ହେଲେ କେତେ ବଳି ପଡିବ ନା 12 ହେଲେ 3 ବଳି ପଡିବ 3 ବଳି ପଡିଲେ କେତେ ନା 32 32 ହେଲେ କେତେ ନା 32 ପଳେଇଲା ତାର 4 3 ବଳିବ 4 କେ 4 4 10 40 ଭାଗଶେ କେତେ ନା ଏତେ କରିବା ଅପେକ୍ଷା ଆପଣ ଲାଷ୍ଟ ଦିଟା ଡିଜିଟ କଣ କରିବେ ନା 4 ରେ ହରେଇବେ 4 ହରିଲା ପରେ ଭାଗଶେ କେତେ ବଳୁଛି 3 ବଳୁଛି ତ ତା ଅର୍ଥ ଏତେ ଗୁଡ଼ିଏ କାଢିବା ଅପେକ୍ଷା 2 ର ପାୱାର 3 ମୁଁ କାଢିଦେବି ତାର ମୂଲ୍ୟ କେତେ ନା 8 ବୁଝିପାରୁଛ ବୁଝିଗଲା ସମସ୍ତଙ୍କୁ ବୁଝିଗଲା ତ 2 କଥା ସରିଗଲା ये କାଟାଗୋରୀ ଆସିବା ଅର୍ଥ କଣ ନା ଏମାନେ ବୋଧେ ଯୋଉ 3 7 8 ମାନେ ଏ କାଟାଗୋରୀ ଆସିବା ଅର୍ଥ ହଉଛି ଏମାନେ ମଧ୍ୟ ପ୍ରତି 4 ଥରରେ ଥରେ କଣ ନା 4 ଥରରେ ଥରେ ତାର ରିପିଟ ତା ପାଟର୍ନ ରିପିଟ କରିଥାନ୍ତି ଦେଖିବା ଆମେ ବ୍ୟସ୍ତ ହବା କିଛି ନାହିଁ ଦେଖିବା ଆମେ 3 କଥା ଦେଖିବା ତେଣୁ 3 ବର୍ତ୍ତମାନ କାହା କଥା ଦେଖିବା 3 କଥା ଦେଖିବା 3 ର ପାୱାର ଯଦି ମୁଁ 1 କେତେ ବାହାରିବ ମୋର 3 ବାହାରିବ 3 ର ପାୱାର 2 ନେଲେ କେତେ ବାହାରିବ 9 ବାହାରିବ 3 ର ପାୱାର 3 ନେଲେ କେତେ ବାହାରିବ 27 ବାହାରିବ 3 ର ପାୱାର 4 ନେଲେ କେତେ ହବ 81 ବାହାରିବ 3 ର ପାୱାର 5 ନେଲେ କେତେ ହବ 3 ର ପାୱାର 5 ନେଲେ କେତେ 243 ହବ 3 ର ପାୱାର 6 ନେଲେ କେତେ ହବ 3 ର ପାୱାର 6 ନେଲେ 729 ହବ କେତେ ହବ 730 କେତେ ହବ 729 3 ର ପାୱାର 7 ନେଲେ କେତେ ହବ 3 ର ପାୱାର 7 ନେଲେ କେତେ 2187 3 ର ପାୱାର କେତେ ନା 8 ନେଲେ 3 ର ପାୱାର କେତେ 3 ର ପାୱାର 8 ନେଲି 3 ର ପାୱାର ମୁଁ 8 ନେଲେ ମୋର ବାହାରି କେତେ ଗଲ 6561 କେତେ ଆଇଲ 6561 3 ର ପାୱାର ଯଦି 9 ନେଲି ତ ମୋର ବାହାରି କେତେ କହିଲେ ଭାଇ ମାନେ 19683 କରିଦଉଛି କାରଣ ଆପଣ ବୁଝିବାକୁ ସହଜ ହେଇଯିବ 3 ର ପାୱାର 10 ନେଲେ ବାହାରି କେତେ 59049 ବୁଝିହଉଛି ଏମିତି ବାହାରେ ଇଏ ମଧ୍ୟ ଦେଖିଲେ ଭାଇ ମାନେ ପ୍ରତି 4 ଥର ରିପିଟ ହେଲାନି ଏବଂ ଏଠି ଆସିଲା 3971 3971 39 ତାପରେ ପୁଣି 71 ଆସିବ ପୁଣି କେତେ ଆସିବ 3971 ତ ଇଏ ମଧ୍ୟ ସେଇଭଳି ଭାବେ ପ୍ରତି 4 ଥରରେ ଥରେ କଣ ହବ ନା ତା ପାଟର୍ନକୁ ରିପିଟ କରିବ ବୁଝିପାରିଲେ ତା ପାଟର୍ନକୁ ରିପିଟ କରିବ ତା ଅର୍ଥ ଯେତେବେଳେ 3 ର ପାୱାର 1 ଥିବ 3 ର ପାୱାର ଯେତେବେଳେ 1 ଥିବ ତାହେଲେ ଆମର କେତେ ଆସିବ ୟୁନିଟ ଡିଜିଟ 3 ଆସିବ ସରି 3 ର ପାୱାର 1 ଥିଲେ କେତେ ଆସିବ 3 ଆସିବ 3 ର ପାୱାର 2 ଥିଲେ କେତେ ଆସିବ 9 ଆସିବ 3 ର ପାୱାର 3 ଥିଲେ କେତେ ଆସିବ 7 ଆସିବ 3 ର ପାୱାର 4 ଥିଲେ କେତେ ଆସିବ 1 ଆସିବ ବୁଝିପାରିଲେ 4 ଥିଲେ କେତେ ଆସିବ ନା 1 ଆସିବ ବୁଝିପାରିଲେ ତ ଆପଣ ମାନେ ଦେଖିବାକୁ ପଡେ ତ ସବୁ ଆପଣ ମନେ ରଖିବା କିଛି ପଡିବନି ଖାଲି ଆପଣ ତ ଜାଣିଥିବେ 3 ର ପାୱାର 1 ମାନେ 3 3 ର ପାୱାର 2 ମାନେ କେତେ 9 3 ର ପାୱାର 3 ମାନେ 81 3 ର ପାୱାର 4 ମାନେ 3 ର ପାୱାର 3 ମାନେ 27 3 ର ପାୱାର 4 ମାନେ 81 ତା ତ ଆପଣ ଯଦି ଏଇ ଚାରଟା ମନେ ରଖିଦେଲେ ମନେ ରଖିଦେଲେ ଆରାମସେ ହେଇଗଲା କି ମନେ ରଖିଦେଲେ ଦେଖନ୍ତୁ କୋଶ୍ଚିନ୍ ଆସିଲେ କେମିତି କରିବା
देखो क्वेश्चन आंसर केमती करिया मन क्वेश्चन है 58323 केमती हम क्वेश्चन देछि ता पावर मन कर अछि केते 58321 16 अछि केते 16 ହେଲା ତାହେଲେ ମୁଁ କହିବା ଆପଣ ଏତକର ୟୁନିଟ ଡିଜିଟ କାଢି ମାନେ ଆକୁ ମୋର କି ଦରକାର ନାହିଁ କେବଳ ମୋର କାମ ଅଛି 3 ତ 3 ମୁଁ କାଢି ମାନେ ଦେଖନ୍ତୁ ଭାଇ ମାନେ 3 ରେ କାଢିଲେ 58321 6 ସିମିଲାର ଜିନିଷ ये सबको 4 रे न हरिबी ମୁଁ କଣ କହିବି ଲାଷ୍ଟ ଦିନ ଯଦି 4 ରେ ହରିଦେବି ତ 3 ର ପାୱାର କେତେ ବାହାରିବ 3 ର ପାୱାର 16 ମାନେ ଦେଖନ୍ତୁ ଭାଇ ମାନେ ଯାହା ଦ୍ୱାରା କି 4 ଦ୍ୱାରା ବିଭାଜ୍ୟ ହେଇଯାଉଛି ତାର ମାନେ କେତେ ଆସିବ 3 ଟୁ ଦ ପାୱାର 4 ହେଲା ये जो 4 ଦ୍ୱାରା ବିଭାଜ୍ୟ ହେଇଯାଉନି ଭାଗ ଯେତେବେଳେ 0 ଆସିବ ତ 3 ର ପାୱାର କେତେ ନେଇଯିବେ 4 ନେଇଯିବେ ଦେଖନ୍ତୁ ଯଦି ଭାଗ 4 ଅଛି ମାନେ ଏଠି 4 ହେଲେ ଭାଗ 0 8 ଅଛି ମାନେ ଭାଗ 0 ତ କେତେ ଆସିବ 1 ଆସିବ 3 ର ପାୱାର 4 ମାନେ କେତେ 1 ହିଁ ଆସିବ बुझी समझतु न बुझी पारिबे यदि भाई माने आपण माने टेलीग्राम ग्रुप रे आपनर डिस्कशन ग्रुप रे जाके ए डाउट पचारि पारे आपन डाउट मते क्लियर कर देबे बुझी छी पूरा भल से पढिया पे हमर जो ए जो इंटेंशन भितर आमे बाहर होचे भल से पूरा फील जेम समझते पढि जाबे यदि क्लास आपन भल लागछ त दया करी आपन माने फ्रेंड सर्कल आपन शेयर करो बुझी छी तो एई बळी आबे आपन माने कोन करि पारे ना 3 रे मते काटि पारे से 4 रे हर किछि नै सेम आउट क्वेश्चन कोड देखिले 3832153 यार पावर केते अछि कहले 534 अछि 534 अछि बुझिबे केते 534 अछि पचारि को बचे यार यूनिट केते याते यूनिट पचारि कोन यार हम काम किछि नै 3 रो पावर एति अछि माने देखो भाई हम सब जगह नहरि कि 34 तक हरिबि 34 कहा जरा हरिबि ना 4 जरा हरिबि 4 जरा हरले तो 4 रो पाख संगे के 34 तक डिविजिबल तार कम टिके ना 32 40 ना 32 ना 32 से पळे भाग से केते बळियो ना 2 बळियो ना 3 रो पावर केते गाडी ना 2 गाडी यहाँ से केते बारी बळे आंसर ना 9 बारी बळे बुझियो छी केते बारी बळे आंसर ना 9 बारी बळे बुझियो छी तमते 3 मध्ये से बळी सरीला तार आसबे के ना 7 आसबे बुझिबे के आसीबो अब केते ना 7 आसीबो 7 ଆସିବ ସେଇ ଭାଇ ମାନେ 2 3 7 8 ଗୋଟେ କାଟାଗୋରୀ ମାନେ ସିଏ ମଧ୍ୟ ସେ 4 ଥର ତ ରିପିଟ୍ ହବ ହେଲେ ଆପଣଙ୍କୁ ଦେଖୁଛି କେମିତି ରିପିଟ୍ ହଉଛି 7 ପାଦ 1 7 ଥିବ କେତେ 1 ଥିବ କେତେ ହବ 7 7 ପାଦ 2 ଥିବ କେତେ ହବ 50 7 ପାଦ କେତେ 3 ଥିବ 7 ପାଦ 3 ଥିବ କେତେ 343 7 ପାଦ 4 ଥିବ ମୋର କେତେ ଆସିବ 7 ପାଦ 4 ଥିବ କେତେ 2401 7 ପାଦ 5 ଥିବ କେତେ ଆସିବ 16,800 7 ର ପାୱାର କେତେ 6 ଥିବ ତାର ମୋର କେତେ ଆସିବ ଭାଇ ମାନେ 1,17,000 ତାପରେ ହଉଛି କେତେ ନା 650 7 ଥିଲେ କେତେ ଆସିବ ସେ ଏମିତି ଆସିବ ଦେଖନ୍ତୁ ସେମ୍ ଜିନିଷ ଭାଇ କାହିଁ କାଢି କାଢି ଦେଖିବା ଅପେକ୍ଷା ସେମ୍ ଜିନିଷ ଭାଇ ଆପଣଙ୍କୁ କହିଦଉଛି ଇଏ ମଧ୍ୟ ସେଇ 4 ଥର ଧରି ରିପିଟ୍ କରିବେ ପ୍ରଥମେ ଆସିଲା 7 9 3 1 ତାପରେ 7 9 ତାପରେ କେତେ 3 ଆସିବ 1 ଆସିବ ପୁଣି କିଏ ଆସିବ 7 9 3 1 ଆପଣ ଏତେ ସବୁ ନ ମନେ ରଖି ଖାଲି ଏଇଟା ମନେ ରଖନ୍ତୁ 7 1 ଥିଲେ 7 2 ଥିଲେ 9 ତାର 9 କୁ 7 ଗଲେ ଗୁଣିଲେ 63 ମାନେ 3 ତାକୁ 7 3 କୁ 7 ଗୁଣିଲେ କେତେ 21 ମାନେ 1 ଏତିକି ଗଣ ମନେ ରଖିବେ ବାକି ସେମ୍ ମେଥଡ ଯାହା କି ତ 4 ର ଦେବେ ଭାଗ ସେ ଯାହା ପଡିଲା ତାର ସେଇ ଜିନିଷଟା ମୋର ହେଇଗଲା ଆଉ କଣ ବୁଝିପାରିଲେ କିଛି ନାହିଁ ସେମ୍ ଜିନିଷ ପୁରା ଆପଣ ମାନେ କେବଳ କଣ କହିଲ ବୁଝିଯିବା ଦରକାର ବୁଝିବି ତାହେଲେ କେତେ ହେଲା ମୋର ଗୋଟେ କ୍ୱେଶ୍ଚିନ୍ କହିଛି ଆପଣଙ୍କୁ ତାହେଲେ ମୋର କଣ ଆସିବ ଦେଖନ୍ତୁ ତାହେଲେ ମୁଁ କଣ କଲି ଗୋଟେ କ୍ୱେଶ୍ଚିନ୍ ଅଛି 35297 ତା ପାୱାର ଅଛି କେତେ ନା 97 ଅଛି ବୁଝିପାରିଲେ ତା ପାୱାର କେତେ ଅଛି 97 ଅଛି ପଚାରୁଛି ୟୁନିଟ୍ ଡିଜିଟ୍ କେତେ ଦେଖନ୍ତୁ ୟୁନିଟ୍ ଡିଜିଟ୍ ପଚାରୁନି ୟା କଥା ଭୁଲି ଯାଉନି ଏତ କଥା କି ଦରକାର ନାହିଁ ୟୁନିଟ୍ ଡିଜିଟ୍ ମାନେ ୟୁନିଟ୍ ଡିଜିଟ୍ ସହିତ କାମ ଯେହେତୁ ଅଛି 7 ଏଠି ଏଠି ଅଛି କେତେ 97 ତାର ଏଇ 4 ଥର ମାନେ ରିପିଟ୍ କରୁଛି ମାନେ ତାହେଲେ ମୁଁ କଣ କରିବି ନା ଏଇଟା ଧରିବି 7 ରେ 97 କୁ 7 ଧରିବି ମତେ ଗୋଟେ କଥା କୁହନ୍ତୁ 4 97 ରୁ ଜଷ୍ଟ ଛୋଟ ଯୋଉଟା 4 ଦ୍ୱାରା ବିଭାଜ୍ୟ ସେ ସଂଖ୍ୟାଟା କେ 24 14 କେତେ 96 ତାହେଲେ ମୁଁ କଣ କରିବି 96 ଟା ହଉଛି କଣ 4 ଦ୍ୱାରା ବିଭାଜ୍ୟ ତାହେଲେ ବଳି ପଡିବ କେତେ ନା 1 1 ବଳି ପଡିବ ତାହେଲେ 7 ର ପାୱାର 1 ତାହେଲେ ମୋର କେତେ ବାହାରି ପଡିବ ନା 7 ବାହାରି ପଡିବ ବୁଝିହଉଛି କେତେ ବାହାରି ପଡିବ ନା 7 ଯେତେ ନମ୍ବର ବଡ ନମ୍ବର ଥାଉ 58327 ତାର ପାୱାର ଅଛି କେତେ 727 ଅଛି
କେତେ 700 ବୁଝିଗଲେ। ପଚାରୁଛି ୟୁନିଟ ଡିଜିଟ କେତେ? 7 ଅଛି ମାନେ ଏକଥା ଭୁଲି ଯାଆନ୍ତୁ। ଯେହେତୁ 7 ଅଛି କେତେ 2 3 7 8 ଗୋଟେ କାଟାଗୋରୀର ମାନେ କଣ ଘାତକୁ 4 ରେ ହରିବି ମାନେ ଏଇ ନମ୍ବରଟାକୁ 4 ରେ ହରିବା ଅପେକ୍ଷା 27 କୁ ମୁଁ କଣ କରିବି 4 ରେ ହରିଦେବି। 27 କୁ 4 ରେ ହରିଲେ ତା ପାଖ ସଂଖ୍ୟା କିଏ 4 ଦ୍ୱାରା ବିଭାଜ୍ୟ ନା 24 ବି 4 ଦ୍ୱାରା ବିଭାଜ୍ୟ। ତାହେଲେ ବଳି ପଡିବ କେତେ ନା 3 ବଳି ପଡିବ। ତାହେଲେ 7 ର ପାୱାର 3। ଦେଖନ୍ତୁ ଆପଣ ମାନେ ଏଟା ଆପଣ ଜାଣିପାରିବେନି କେମିତି ଜାଣିପାରିବେ 7 କେ 7 7 କୁ 7 ଗୁଣ 49 9 କୁ 7 ଗୁଣ କେତେ 63 9 କୁ 7 ଗୁଣ କେତେ 63 ତାହେଲେ ମୋର ୟୁନିଟ ଡିଜିଟ କେତେ ଆସିବ ନା 3 ଆସିବ। ବୁଝି ହଉଛି ଭାଇ ମାନେ ବହୁତ ସହଜ ଜିନିଷ ବୁଝିପାରିଲେ ବହୁତ ସହଜ ଜିନିଷ। ଆମେ ୟା ପାଇଁ ୟାକୁ ନେଇକି ମତେ ବହୁତ ଗୁଡେ କ୍ୱେଶ୍ଚିନ୍ କରିବା ତ ତ କଣ ନା କିଛି ବି ବ୍ୟସ୍ତ ହବାର ନାହିଁ ହେଲା। ୟାକୁ ନେଇକି ଆମେ ବହୁତ ଗୁଡେ କ୍ୱେଶ୍ଚିନ୍ କରିବା ତ ଆପଣ ମାନଙ୍କୁ ମୁଁ ଗୋଟେ କଥା କହୁଛି ଯଦି ଆପଣ କ୍ୱେଶ୍ଚିନ୍ ଯଦି ଆମେ ଅଫଲାଇନ କ୍ଲାସ କରିବା ତାହେଲେ ଆପଣ ମାନଙ୍କୁ କଣ ହବ ନା ବହୁତ ମାନେ ବ୍ୟସ୍ତ ହେଇଯିବେ। ତ ସେଥିପାଇଁ ମୁଁ ଭାବୁଛି ଲାଇଭ କ୍ଲାସରେ ଆମେ କ୍ୱେଶ୍ଚିନ୍ ଡିସ୍କସନ କରିବା। ମୁଁ ଆପଣମାନଙ୍କ ପାଇଁ ଗୋଟେ ଡେଟ୍ ଫିକ୍ସ କରିବି ମାନେ ଆଜି ହେଲା କାଲି ଆଜି ଯଦି ଆମର ୟୁନିଟ୍ ସରିଗଲା କାଲି ଆମର ରିମାଇଣ୍ଡର ଥିଓରମ୍ ସରିଯିବ ଆଉ ରିମାଇଣ୍ଡର ଥିଓରମ୍ ସରିଗଲା ପରେ ତା ପରଦିନ ଆମେ ପୁରା ରିମାଇଣ୍ଡର ଥିଓରମ୍ ଆଉ ଗୋଟେ ରିମାଇଣ୍ଡର ଥିଓରମ୍ ସରିଗଲା ପରେ ଆପଣଙ୍କର ଏପି ଜିପି ଏଏମ୍ ସବୁ ଡିସ୍କସନ କରିଦବା ତାପରେ ଆପଣଙ୍କର ଡିସ୍କସନ କରିବା କୋଶ୍ଚିନ୍। କାଲି କାଲି କ୍ଲାସ ଯଦି ନମ୍ବର ସିଷ୍ଟମ 4ଟା କ୍ଲାସ ହେଇଛି 5ଟା କ୍ଲାସ 6ଟା କ୍ଲାସରେ ଆପଣଙ୍କର ଟୋଟାଲ ନମ୍ବର ସିଷ୍ଟମ ସରିଯିବ ତାପରେ ପରସେଣ୍ଟେଜ ଆରମ୍ଭ କରିବା ଠିକ ଅଛି। ପରସେଣ୍ଟେଜ କ୍ୟାଲକୁଲେସନ କ୍ୟାଲକୁଲେସନ ଯାହା ଗୋଟେ ଷ୍ଟାର୍ଟ ବୁଝିହଉଛି। ତ ସେଇଭଳି ଭାବେ ଏଇଟା ଆସିବ ତାପରେ ଆସିବ କଣ ନା 8 ରେ ଆସିବ ସେମ୍ କାଟାଗୋରୀ ଭାଇ ମାନେ 8 ର ମଧ୍ୟ କଣ ସେମ୍ 4 ଥର ରିପିଟ ହବ ଦେଖିଦବା କେମିତି ରିପିଟ ହଉଛି। ଦେଖ 8 ର ପାୱାର 1 ରହୁଛି ମୋର କେତେ 8 ବାହାରୁଛି 8 ର ପାୱାର 2 ବାହାରିଲେ କେତେ 64 ହଉଛି 8 ର 8 ର ପାୱାର 3 ମାନେ କେତେ 512 ହଉଛି 8 ର ପାୱାର କେତେ 4 ମାନେ କେତେ 4096 ହଉଛି 8 ର ପାୱାର 5 ମାନେ କେତେ ହବ 8 ର ପାୱାର 5 ମାନେ କେତେ ହବ ନା 32768 ହବ 8 ର ପାୱାର 6 ମାନେ କେତେ ହବ ନା 32768 କେତେ 2,62,144। ଏଇଭଳି ଭାବେ ଭାଇ ହବ ଯେତେ କାଢିବା ଆପଣ ଆଗକୁ ଯିବେ ତ ଟାଇମ କାଇଁ ୱେଷ୍ଟ କରିବା। ସେମ ଜିନିଷ ଭାଇ ମାନେ ଦେଖନ୍ତୁ 8 4 2 ନ ଆସିଲା 8 4 ତାର କେତେ ହଜାର ବାହାରିଥିଲା 96 4 ର 4 ଶୂନ 9 6 କେତେ 4 ଶୂନ 9 6 ତାପରେ 8 4 2 6 8 4 2 2 6 ଏଇଭଳି ଭାବେ ବାହାରିବ। ତ ଆପଣ ମାନେ କାହିଁ ମନେ ରଖିବେ କେବଳ ଗୋଟେ ଜିନିଷ ମନେ 8 ତାର 2 ଥିଲେ 4 4 ଅଷ୍ଟା 32 32 ମାନେ 2 ମାନେ 3 ଥିଲେ 2 ହବ ତାପରେ 8 ରେ 2 ରେ 8 ଗୁଣିଲେ କେତେ 6 ହବ 4 4 ଥିଲେ 8 ସେଇଭଳି ଜିନିଷ 4 ଥରରେ ଥରେ ପାଟର୍ନ ରିପିଟ ହେଉଛି ତା ଅର୍ଥ ଆମେ ସେମିତି କରିବା କଣ କରିବା ନା ଦେଖନ୍ତୁ କଣ କରିବା ଆମେ ଗୋଟେ ନମ୍ବର ଅଛି 588 ଗୋଟେ ନମ୍ବର ଅଛି ତାର ପାୱାର କେତେ ଅଛି କହିଲେ 328 ଗୋଟେ ଅଛି ତାକୁ ମୁଁ କଣ କରିବି ନା ୟାର ୟୁନିଟ ଡିଜିଟ କାଢିବି କଣ କରିବି ୟାର ୟୁନିଟ ଡିଜିଟ କାଢିବି ୟୁନିଟ ଡିଜିଟ କାଢିବି ମାନେ ସବୁ ଯାକ ନ କାଢିକି କଣ କରିବି ନା ଯେହେତୁ 4 ଥର ରିପିଟ ହଉଛି ମାନେ ୟାକୁ ହରିବାକୁ ପଡିବ କେତେ ନା 4 ହରିବାକୁ ପଡିବ ତାର ମାନେ ଭାଇ ୟୁନିଟ ଡିଜିଟ ୟାକୁ କିଛି ଦରକାର ନାହିଁ 8 ଏଇ ଟୋଟାଲ 4 ହରିବା ଅପେକ୍ଷା ମୁଁ ଲାଷ୍ଟ ଦିଟା ଡିଜିଟ 4 ହରିଦେବି 38 ର ପାଖ ସଂଖ୍ୟା କିଏ ଜଷ୍ଟ ଟିକେ ଛୋଟ କିଏ ଯେ 4 ଧରି ବିଭାଜ୍ୟ 36 ତେଣୁ ଭାଗଶଃ ବଳି ପଡିବ କେତେ 2 ବଳି ପଡିବ 8 ପାୱାର 2 ମାନେ କେତେ 4 ବାହାରିବ କେତେ ବାହାରିବ ନା 4 ବାହାରିବ ବୁଝି ହଉଛି 4 ବାହାରିବ। ତ ଭାଇ ମାନେ ଏଇଆ ଥିଲା ଆପଣଙ୍କର କନସେପ୍ଟ ଆଇ ହୋପ କି ଆପଣଙ୍କର କନସେପ୍ଟ ପୁରା କ୍ଲିୟର ହେଇଯାଇଥିବ। ଯଦି ବି କନସେପ୍ଟ କ୍ଲିୟର ନ ହେଇଛି ଆପଣଙ୍କୁ ଡେସକ୍ରିପସନରେ ଆମର ଟେଲିଗ୍ରାମ ଗ୍ରୁପରେ ଲିଙ୍କ ଦିଆଯାଇଛି ଆପଣ ସେଇ ଗ୍ରୁପରେ ଯାଇକି କଣ କରିବେ ନା ଗ୍ରୁପରେ ଯାଇ ଜଏନ ହେଇଯିବେ ଆଉ ଜଏନ ହେଇକି ଆପଣଙ୍କୁ ଯଦି ଡିସ୍କସନକୁ ଯାଇକି ଯଦି ଆପଣଙ୍କୁ କିଛି ଡାଉଟ ଥାଏ ପଚାରିବେ ହେଲା ଯଦି କିଛି ଡାଉଟ ହେଇଥାଏ ପଚାରିବେ ଠିକ ଅଛି। ତ ଗୋଟେ କୋଶ୍ଚିନ୍ ମୁଁ ଦେଖେଇ ଦଉଛି କେମିତି କୋଶ୍ଚିନ୍ ଆସେ କଣ ହେଇଥିବ 2521 ତା ପାୱାର ଥିବ କେତେ 320 ପୂରଣ 528 13 ତା ପାୱାର ଥିବ କେତେ 533 ଗୁଣନ କେତେ 378 ତା ପାୱାର ଥିବ ମନେକର କେତେ 4 5 7
4 5 7 କଣ କେତେ 9 9 9 ର ଅର୍ଥ କେତେ 5 2 9 ଏମିତି ଅଛି। ପଚାରିଛି ଏ ଯୋଉ ଏତେ କଣ ୟୁନିଟ ଜେଡ୍ କଣ ଆସିବ ବୁଝିପାରିଲେ? ତ ଏଇ ଯୋଉ କୋଶ୍ଚିନ୍ ଦେଖନ୍ତୁ ଏଠି 1 ଅଛି ଆଖି ବୁଝି କାଠି କଣ କରିବେ ନା 1 କରିବେ ମାନେ ୟାର ୟୁନିଟ ଜେଡ୍ କେତେ ଆସିବ 1 ଆସିବ। ଏଠି 3 ଅଛି 3 2 3 7 8 ଗୋଟେ କାଟାଗୋରୀ ଯାଉଛନ୍ତି ତ କାଟାଗୋରୀ କଣ ନା ତାର ଘାତକୁ 4 ରେ ହରିବା ଭାଗ ଯାହା ବଳିବ ମୁଁ କଣ କହିଲି ଆପଣଙ୍କୁ 4 ରେ ନହରି ତ ତା ଲାଷ୍ଟ ଦିଗରେ ଯୋଉ 4 32 କି 33 କୁ 4 ରେ ହରିଲେ କେତେ ଭାଗ ସେ କେତେ ଆସିବ ନା 1 ଆସିବ କଣ ପାଇଁ ନା 33 ରୁ ଜଷ୍ଟ ଟିକେ ସାନ 4 ଦ୍ୱାରା ବିଭାଜ୍ୟ ସଂଖ୍ୟାଟି କିଏ ନା 32 ତାହେଲେ ମୁଁ 33 ଯଦି 4 ରେ ହରିବ ଭାଗ ସେ କେତେ ଆସିବ ନା ଆସିବ 32 32 ଭାଗ 32 ଆସିଲେ କେତେ 1 ଆସିବ। 3 ର ପାୱାର କେତେ ହେଇଯିବ 1 3 ର ପାୱାର 1 ପାୱାର କେତେ ହେଇଯିବ ୟାର ୟୁନିଟ କେତେ ଆସିବ ନା 3 ଆସିବ। ସେମିତି 8 ରେ ଏଠି ଅଛି 8 ଅଛି ଯଦି ମୁଁ ଏଇଟାକୁ ହରିବି କେତେ 3457 ମୁଁ ହରିବି କେତେ 4 ରେ 4 ରେ ହରିଲେ ମୋର କେତେ 57 ତାଠୁ ଜଷ୍ଟ କିଏ ସାନ 4 ଦ୍ୱାରା ବିଭାଜ୍ୟ ସଂଖ୍ୟାଟି କିଏ ନା 56 ତାହେଲେ ମୋର କେତେ ଆସିବ ଭାଗ 1 ଆସିବ 8 ର ପାୱାର ଯେତେବେଳେ ମୋର 1 ଆସିବ ମୋର କେତେ ହବ ଆନ୍ସର ନା 8 ହବ କେତେ ଆସିବ ୟାର ବାହାରିବ 8 ଆଉ ଦେଖନ୍ତୁ ମୁଁ କଣ କରିବି 9 ର ଯଦି ମୋର କଣ ଦେଖିବି କହିଲ ଯଦି ୟୁନିଟ 9 ଥିବ ଆଉ ଦେଖିବ ତା ଘାତ କଣ ଅଛି ଇଭିନ କି ଅଡ ଭାଇ ଦେଖିଲେ ଯେ ଘାତଟା କଣ ଅଛି ଇଭିନ ନା ଅଡ ଅଛି ଯଦି ଗୋଟେ ଅଡ ଅଛି ଅଡ ଥିଲା ମାନେ ସବୁବେଳେ କିଏ ଆସିବ ନା ସେଇ 9 ହିଁ ଆସିବ ବୁଝିଗଲେ କେବଳ ଇଭିନ ଥିଲେ 9 ର 1 ଆସିବ ଆଉ କେତେ 4 ର 6 ଆସିବ ଯଦି ଅଡ ଥିବ 4 ର 4 ଆସିବ 9 ର ମଧ୍ୟ 9 ଆସିବ। ବର୍ତ୍ତମାନ ବାହାରିଗଲା ୟାର ୟୁନିଟ 1 ୟାର 3 8 9 ଅର୍ଥାৎ ଯେହେତୁ ଗୁଣନ ଚିହ୍ନ ଅଛି ଗୁଣିତ ସୂତ୍ର 31 3 3 10 24 24 ମାନେ କେତେ 4 ଦେଖନ୍ତୁ 31 3 3 10 24 24 ମୁଁ 2 କୁ ବାହାର କରିଦେଲି 4 ରହିଗଲା 4 ଗୁଣା କେତେ 36 36 ମାନେ ୟୁନିଟ କେତେ ଆସିବ ନା 6 ଆସିବ ବୁଝିପାରିଲେ କେତେ ଆସିବ ନା 6 ଆସିବ। ତ ଏଇଭଳି କ୍ୱେଶ୍ଚିନ୍ ଆପଣମାନେ ଏମିତି ବହୁତ ସହଜରେ ଜଲ୍ଦି ଜଲ୍ଦି ସଲ୍ଭ କରିପାରିବେ ବୁଝିପାରୁଛନ୍ତି ସମସ୍ତେ କ୍ଲିୟର ହେଇଯାଇଥିବେ ଏମିତି ବହୁତ ଗୁଡିଏ କ୍ୱେଶ୍ଚିନ୍ ଦେବା ବ୍ୟସ୍ତ ହବାର କିଛି ନାହିଁ ଆମର କନସେପ୍ଟ କାଲି ସୁଦ୍ଧା ସରିଗଲା ତାର ପରଦିନ ଦୁଇଟି କ୍ଲାସ ପୁରା ଟୋଟାଲ 100ଟା ପାଖାପାଖି କ୍ୱେଶ୍ଚିନ୍ ଡିସ୍କସନ କରିବା ବହୁତ ଜଲ୍ଦି ଜଲ୍ଦି କରିବା ଆଉ ବହୁତ ସ୍ପିଡ କେମିତି କରାଯାଏ ତାକୁ ମଧ୍ୟ ଶିଖିବା। ତ ସମସ୍ତଙ୍କୁ ଜୟ ଜଗନ୍ନାଥ ଶୁଭ ସକାଳ। ଆଇ ହୋପ କି କ୍ଲାସଟି ଭଲ ଲାଗିଛି ଯଦି କ୍ଲାସ ଭଲ ଲାଗୁଛି ତାହେଲେ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଫ୍ରେଣ୍ଡ ସର୍କଲରେ ସେୟାର କରନ୍ତୁ ଏତିକି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ ଆପଣଙ୍କ ସାହାଯ୍ୟ ଠିକ ଅଛି ଜୟ ଜଗନ୍ନାଥ ସମସ୍ତଙ୍କୁ।